ତ ସ୍ୱାଗତ ସମସ୍ତଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓରେ। ଓକେ, ଏଇ ଭିଡ଼ିଓଟା ରହିବ ଆମର କିମ୍ବା ଏଇ କ୍ଲାସ୍ଟା ରହିବ ଆମର ଓଡ଼ିଶା ଜିଓଗ୍ରାଫିର ଇମ୍ପୋର୍ଟାଣ୍ଟ MCQ ଗୁଡ଼ା, ଯୋଉଟାକି ପ୍ରିଭିୟସ୍ ଇୟର୍ରେ ପଚାରିଛି ଆଉ ଯୋଉଟାକି ତମମାନଙ୍କୁ ହେଲ୍ପଫୁଲ୍ ହବ ଆଗକୁ ଏକ୍ଜାମ୍ରେ ରିଲେଟେଡ୍ କ୍ୱେଶ୍ଚିନ୍ ଆସିବାର ସମ୍ଭାବନା ଟିକେ ଯୋଉଟା ରହିବାର। ଓକେ, ଆଶା କରୁଛି ଭଲରେ ଥିବେ ସମସ୍ତେ। ଓକେ, ତ ଡେରି ନକରି ଆମେ ଷ୍ଟାର୍ଟ କରିବା ଚାଲନ୍ତୁ। ଓକେ, ସମୟ ଇଜ ମୋର ଇମ୍ପୋର୍ଟାଣ୍ଟ ଦାନ୍ ଓକେ, ସମୟଟା ବହୁତ ଇମ୍ପୋର୍ଟାଣ୍ଟ, ସମସ୍ତଙ୍କୁ ଛାଡ଼ିଦେଲେ। ଓକେ, ଦେଖ ଫାର୍ଷ୍ଟ କ୍ୱେଶ୍ଚିନ୍ ଆମକୁ ପଚାରିଥିଲା ଓ ଟ୍ରିପଲ୍ ଏସି ଲାଇଫ୍ ଷ୍ଟକ୍ ଏକ୍ଜାମ୍ରେ ପଚାରିଥିଲା କ୍ୱେଶ୍ଚିନ୍ଟା। କ'ଣ ପଚାରିଥିଲା ଦେଖନ୍ତୁ, ହୁଇଚ୍ ଡିଷ୍ଟ୍ରିକ୍ଟ ଅଫ୍ ଓଡ଼ିଶା ଇଜ ଦ ହାଇଏଷ୍ଟ ପ୍ରଡ୍ୟୁସର ଅଫ୍, କ'ଣ ପଚାରିଲା, ରାଇସ୍। କୋଉ ଡିଷ୍ଟ୍ରିକ୍ଟଟା ଆମର ଏମିତି ଅଛି ଓଡ଼ିଶାର, ଆଉ ଥରେ କୋଉ ଡିଷ୍ଟ୍ରିକ୍ଟଟା ଆମର ଏମିତି ଅଛି ଓଡ଼ିଶାର ଯୋଉଟା କି ହାଏଷ୍ଟ ପ୍ରଡ୍ୟୁସ କରୁଛି କ'ଣ ଆମର, କ'ଣ କହିଲି, ରାଇସ୍। କୋଉ ଡିଷ୍ଟ୍ରିକ୍ଟଟା ମତେ କୁହନ୍ତୁ, ୱାନ୍ ସେକେଣ୍ଡ, କୋଉ ଡିଷ୍ଟ୍ରିକ୍ଟଟା? ଏଇଠି ବର୍ତ୍ତମାନ ଦେଖନ୍ତୁ ନା, ନର୍ମାଲ ଜାଣିଛନ୍ତି ଆମର ଓଡ଼ିଶାର ରାଇସ୍ ବାଉଲ୍ ଅଫ୍ ଓଡ଼ିଶା କାହାକୁ କୁହାଯାଏ? ଇଜି କ୍ୱେଶ୍ଚନ, ରାଇସ୍ ବାଉଲ୍ ଅଫ୍ ଓଡ଼ିଶା କାହାକୁ କୁହାଯାଏ? ବରଗଡ଼କୁ କୁହାଯାଏ। ତ ଆନ୍ସର ଏଇଠୁ ରାଇସ୍ ପଚାରିଛି, ତ ବେସିକାଲି କୋଉଠି ରାଇସ୍ ଅଧିକା ପ୍ରଡ୍ୟୁସ ହଉଛି? ବରଗଡ଼ ଡିଷ୍ଟ୍ରିକ୍ଟରେ। ବୁଝିହେଲା? ଆଚ୍ଛା, ଏଇ କୋରାପୁଟରୁ ମନେ ରଖିବେ, କୋରାପୁଟରୁ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଆସିବ ଆମର ଜିଆଇ ଟ୍ୟାଗ ମିଳିଛି, କଳା ଜିରା ରାଇସ୍। କ'ଣ କହିଲି? କଳା, ୟାକୁ ଟିକେ ଭଲସେ ଲେଖିଦେବେ କାରଣ ମୁଁ ଲେଖୁଛି ଯୋଉ ଟିକେ ଏପଟ ସେପଟ ମାଉସ୍ ହେଇଯାଉଛି, ତ ଟିକେ କରେକ୍ଟ କରିଦେବେ। କଳା ଜିରା ରାଇସ୍, ଏଟାକୁ ଜିଆଇ ଟ୍ୟାଗ ମିଳିଛି, ଟିକେ ଇମ୍ପୋର୍ଟାଣ୍ଟ ହେଇଯିବ, ମାର୍କ କରିବେ। କ'ଣ ମିଳିଲା? କଳା ଜିରା ରାଇସ୍। ଓକେ, ଇମ୍ପୋର୍ଟାଣ୍ଟ ହେଇଯିବ କୋଉଠି? କୋରାପୁଟରୁ। ଆଚ୍ଛା, ବଲାଙ୍ଗୀର, ବଲାଙ୍ଗୀର କ'ଣ ହେଇଯିବ ନା, ଯେତିକି ଆମର ଯୋଉ ଆମର ଧାନ ଚାଷ ଯୋଉଟା ଅଛି, ଏଟା ତ ଧାନ ଚାଷ 61% ହୁଏ। କେତେ ହୁଏ ଧାନ ଚାଷ? 61% ଧାନ ଚାଷ ହୁଏ। ଓକେ, ଆଉ କଟକ ନର୍ମାଲ ରଖିଥିବେ, ଆମର ଯୋଉ ରାଇସ୍ ଇନଷ୍ଟିଟ୍ୟୁସନ ଆମର ରିସର୍ଚ୍ଚ ସେଣ୍ଟରଟା ଅଛି ଯୋଉଟା, ସେଟା କଟକରେ ପ୍ଲେସ୍ଡ ଅଛି। ଓକେ, ଏଇଟା କ୍ୱେଶ୍ଚନ ବି ଆସିଥିଲା, କିମ୍ବା ରାଇସ୍ ଇନଷ୍ଟିଟ୍ୟୁସନ ଅଫ ଯୋଉ ଆମର କୋଉଠି ଇନଷ୍ଟିଟ୍ୟୁଟଟା ଅଛି ନା କଟକରେ ଅଛି, ଏତିକି ମାର୍କ କରି ଚାଲୁଥିବେ। ଓକେ, ନେକ୍ସଟ ଯିବା। which is the high sorry which is the largest physical division of ଓଡ଼ିଶା? ଯେତେବେଳେ ଆମ, ଆଚ୍ଛା ମନେ ରଖିଥିବେ, ଆମ ଯୋଉ ଫିଜିକାଲ ଡିଭିଜନ ଅଫ ଓଡ଼ିଶା ଅଛି, ଟୋଟାଲି ଆମର କେତେଟା ଅଛି ଫିଜିକାଲ ଡିଭିଜନ ଅଫ ଓଡ଼ିଶା? ଓଡ଼ିଶାର ନା 6ଟା। କେତେଟା କହିଲି? 6ଟା କହିଲି। ଏଇ ଭିତରୁ ସେ ଆମକୁ ପଚାରିଛି, ଯୋଉ ଅପସନ ଦେଇଛି ଆମକୁ, ଏଇ ଭିତରୁ କୋଉଟା ସବୁଠୁ ବଡ ଫିଜିକାଲ ଡିଭିଜନ ସେ ପଚାରିଛି। କୋଉଟା ସବୁଠୁ ବଡ ମନେ ରଖିବେ, ଏଇଠି ଆନ୍ସର ହେଇଯିବ ଆମର କ'ଣ? ଅପସନ ନମ୍ବର ବି, ଇଷ୍ଟର୍ଣ୍ଣ ଘାଟ। କ'ଣ କହିଲି? ଅପସନ ନମ୍ବର ବି, ଇଷ୍ଟର୍ଣ୍ଣ ଘାଟ। ଓକେ, এই ଇଷ୍ଟର୍ଣ୍ଣ ଘାଟ ଆମର କଭର, ଏଇ ଯୋଉ 6ଟା କହିଲି, এই 6ଟା ଭିତରୁ ଇଏ ବେସିକାଲି କଭର କରିଦଉଛି 3/4 ପାର୍ଟ। କେତେ କହିଲି? 3/4 ପାର୍ଟ କିଏ କଭର କରୁଛି? ଇଷ୍ଟର୍ଣ୍ଣ ଘାଟ। କ୍ୱେଶ୍ଚିନ୍ ପଚାରିବ ଆୱାର ଫିଜିକାଲ, ମାନେ ଫିଜିକାଲ ଡିଭିଜନରେ 3/4 ପାର୍ଟ କିଏ କଭର କରୁଛି? ନା ଇଷ୍ଟର୍ଣ୍ଣ ଘାଟ କଭର କରୁଛି। ଟୋଟାଲ ଏରିଆର, ଏଇଟା ମୁଁ ଫିଜିକାଲ ଡିଭିଜନ କହିଲି, ଯଦି ଟୋଟାଲ ଏରିଆ ପଚାରିବ ଏମିତି ପଚାରିବେ, ଏମିତି ପଚାରିବେ, ଯଦି ନା ଆମର ଓଡ଼ିଶାର ଟୋଟାଲ ଏରିଆ କେତେ? 1,55,707 ସ୍କୋୟାର କିଲୋମିଟର। ଓକେ, ଏଇ 1,55,707 ସ୍କୋୟାର କିଲୋମିଟରରୁ ଏଇ କେବଳ ଇଷ୍ଟର୍ଣ୍ଣ ଘାଟ କଭର କରୁଛି କେତେ? 3/4 ପାର୍ଟ। କେତେ କଭର କରିଲି? 3/4 ପାର୍ଟ ହିଁ କଭର କରୁଛି। ଓକେ, ଟୋଟାଲ ଲ୍ୟାଣ୍ଡ ଏରିଆକୁ ଯଦି ଆମେ ବୁଝିବା, ବୁଝିହେଲା? ଆଚ୍ଛା, ଏଇଠି ଗୋଟେ ଲେଖା ହେଇଛି ଦେଖନ୍ତୁ, ଫାର୍ଷ୍ଟ ଲେଖା ହେଇଛି କୋଷ୍ଟାଲ ପ୍ଲେନ୍। ମନେ ରଖିବେ, କୋଷ୍ଟାଲ ପ୍ଲେନଟା ସଦାବେଳେ ଆମର କ'ଣ ନା ମୋଷ୍ଟ ଫର୍ଟାଇଲ, କାହିଁକି ନା ସେଠି ଆମର ସମୁଦ୍ର ଦେଖିବାକୁ ମିଳେ। ମୋଷ୍ଟ ଫର୍ଟାଇଲ, ମନେ ରଖିବେ, କୋଷ୍ଟାଲ ପ୍ଲେନଟା କ'ଣ? ମୋଷ୍ଟ ଫର୍ଟାଇଲ ଲ୍ୟାଣ୍ଡଟା ଆମର ଫିଜିକାଲ ଡିଭିଜନର। ବୁଝିହେଲା? ଆଚ୍ଛା, କୋଷ୍ଟାଲ ପ୍ଲେନ ମୋଷ୍ଟ ଫର୍ଟାଇଲ, ଏଇ ଯୋଉ ଆମର 6ଟା କହିଲେ, ଏଇ 6ଟାରୁ ଇଏ କେତେ ପରସେଣ୍ଟ କଭର କରୁଛି ମନେ ରଖିବେ? ଇଏ ଆମର କଭର କରୁଛି କେତେ? 16% କଭର କରୁଛି। କାହାର? ନା କୋଷ୍ଟାଲ ପ୍ଲେନର। ବୁଝିହେଲା? ଆଉ ଏଇଠି ଆଉ ଗୋଟେ କୋଷ୍ଟାଲ ପ୍ଲେନରୁ ମନେ ରଖିବେ, କୋଷ୍ଟାଲ ପ୍ଲେନରୁ
କାରଣ ଡେନ୍ସ ପପୁଲେଟେଡ୍ ଏରିଆ, ଅଧିକା ଜନସଂଖ୍ୟା ବହୁଳ ଏରିଆ କୋଉଟା ଆମର କୋଷ୍ଟାଲ ପ୍ଲେନଟା। କାହିଁକି ଆପଣ ଜାଣିଛନ୍ତି କୋଷ୍ଟାଲ ପ୍ଲେନରେ କହିବାକୁ ଗଲେ କୋଉଟା ଯିବେ ନା ଯେତିକି ଆମର କୋଷ୍ଟାଲ ଡିଷ୍ଟ୍ରିକ୍ଟ ଗୁଡା ରହିଲେ, ଓକେ କୋଷ୍ଟାଲ ଡିଷ୍ଟ୍ରିକ୍ଟକୁ ଛାଡିକି ଆଉ ଯୋଉ 3-4ଟା ଡିଷ୍ଟ୍ରିକ୍ଟ ସବୁ ଲାଗିକି ଅଛନ୍ତି, ଏଠି ତ ମେନ୍ ଆସିଗଲା ଭୁବନେଶ୍ୱର। ଓକେ, ତ ଏଇଠି ସବୁ କଣ ଡେନ୍ସ ପପୁଲେଟେଡ୍ ଏରିଆ କୋଉଟା କୋଷ୍ଟାଲ ଡିଷ୍ଟ୍ରିକ୍ଟଟା ଆମର। ଆଉ ଗୋଟେ ରହିଲା ଦେଖନ୍ତୁ ନର୍ଦର୍ନ ପ୍ଲାଟୁ ଯୋଉଟା ପଚାରିଛି, ନର୍ଦର୍ନ ପ୍ଲାଟୁ ମନେ ରଖିବେ ନର୍ଦର୍ନ ପ୍ଲାଟୁଟା ୟା କାହାର ନେଇକି ମିଶ୍ରଣ, ଏମାନେ ପାମ୍ପୋସ୍ ପ୍ୟାମ୍ପୋସ୍ କଣ କହିଲି ପ୍ୟାମ୍ପୋସ୍ କେଞ୍ଜର ପାମ୍ପୋସ୍ କେଞ୍ଜର ପାମ୍ପୋସ୍ କେଞ୍ଜର ପାଲହଡା କିମ୍ବା ପାଲଲହରା, ଯୋଉଟା ଆପଣ ଲେଖିପାରିବେ ପାଲହଡା, ଓକେ ଆଣ୍ଡେ ନବରଙ୍ଗପୁର ଆଣ୍ଡେ ନବରଙ୍ଗପୁର। ଏତିକକୁ ନେଇକି ଯଦି ମୁଁ ଦେଖନ୍ତୁ ଏତିକି ଲେଖିଲି ନା, ଏଠି ଲେଖିଲି ପାମ୍ପୋସ୍ ଲେଖିଲି, ଏଠି ଲେଖିଲି କେଞ୍ଜର ଲେଖିଲି, ପାଲହଡା ଲେଖିଲି, ନବରଙ୍ଗପୁର। ମୁଁ ଯେତେବେଳେ ଏଇତିକ ମିଶେଇ ଦେବି ଟୋଟାଲଟାକୁ, ମୁଁ କହିବି ଏଇ ଟୋଟାଲଟା କାହାର ଗୋଟେ ପାର୍ଟ, ଏମାନେ ଗୋଟେ ଗୋଟେ ନା ନର୍ଦର୍ନ ପ୍ଲାଟୁର ଏମାନେ ଗୋଟେ ଗୋଟେ ପାର୍ଟ। ବୁଝିପାରିଲେ କାହାର କହିଲେ ନା ନର୍ଦର୍ନ ପ୍ଲାଟୁର ଗୋଟେ ଗୋଟେ ପାର୍ଟ। ଏଇ ଯୋଉ ସେଣ୍ଟ୍ରାଲ ଟେବୁଲ ଲ୍ୟାଣ୍ଡଟା ଲେଖା ହେଇଛି, ଏଇଠି ଲେଖିଦଉଛି ସେଣ୍ଟ୍ରାଲ ଯୋଉ ଟେବୁଲ ଲ୍ୟାଣ୍ଡଟା ଲେଖା ହେଇଯାଇଛି, ୟାକୁ ଆମେ ଅର୍ କହିପାରିବା ରୋଲିଂ, କଣ କହିଲି ରୋଲିଂ ଅପଲ୍ୟାଣ୍ଡ, କଣ କହିଲି ରୋଲିଂ ଅପଲ୍ୟାଣ୍ଡ। ବୁଝିପାରିଲେ କୋଉଟାକୁ ସେଣ୍ଟ୍ରାଲ ଟେବୁଲ ଲ୍ୟାଣ୍ଡ କୁ କହିଲେ। ଦେଖନ୍ତୁ ଏଇ ଏରିଆରେ ମୁଁ ଆପଣଙ୍କୁ ଫାଷ୍ଟ କଣ କଣ ଆଉ ଟିକେ ସର୍ଟଲି ଆମେ ରିଭିଜନ କରିଦେବା, ଯୋଉଟା କି ଆମ ପାଇଁ ହେଲ୍ପଫୁଲ ହବ। କଣ କଣ କହିଲି ଏଠି, 1 ସେକେଣ୍ଡ, କଣ କହିଲି ଦେଖନ୍ତୁ। ଫାଷ୍ଟ ତ ଆସିଲା ଆମର କଣ ଲାର୍ଜେଷ୍ଟ ଫିଜିକାଲ ଡିଭିଜନ ଇଷ୍ଟର୍ନ ଘାଟ, ସେଟା ଯୋଉଟା କି 6ଟା ଆମର ଫିଜିକାଲ ଡିଭିଜନ ଅଛି, ସେ ଭିତରୁ ଏଇଟା ଗୋଟେ ସବୁଠୁ ବଡଟା। ଇଏ କେତେ କଭର କରୁଛି ନା 3/4 କଭର କରୁଛି। ତାପରେ ଦେଖିଲେ କୋଷ୍ଟାଲ ପ୍ଲେନ ଦେଖିଲେ, କୋଷ୍ଟାଲ ପ୍ଲେନ ଦେଖିଲେ ମୋଷ୍ଟ ଫର୍ଟାଇଲ 16% କଭର କରୁଛି, ଡେନ୍ସ ପପୁଲେଟେଡ। ଦେଖିଲେ ନର୍ଦର୍ନ ପ୍ଲାଟୁ କଣ କଣ କଭର କରୁଛି, ପ୍ୟାମ୍ପସ କେନ୍ଦୁଝର ପାଲହଡା ନବରଙ୍ଗପୁର। ସେଣ୍ଟ୍ରାଲ ଟେବୁଲ ଲ୍ୟାଣ୍ଡ କଣ କୁହାଯାଏ ନା ରୋଲିଂ କପଲ୍ୟାଣ୍ଡ କୁହାଯାଏ। ବୁଝିହେଲା? ଠିକ ଅଛି, ନେକ୍ସଟ ଯିବା। ଦେଖନ୍ତୁ କୋଶ୍ଚିନ ଲେଭେଲ ଦେଖନ୍ତୁ। ଯଦି ଭିଡ଼ିଓଟା ମୋତେ ଭଲ ଲାଗୁଛି, ଯଦି ଭିଡ଼ିଓଟା ଆପଣଙ୍କୁ ଭଲ ଲାଗୁଥିବ, ମୋତେ ନିହାତି କମେଣ୍ଟ କରିକି କହିବେ କି ସାର୍ ବୁଝି ହେଲା, ଭଲ ଭିଡ଼ିଓ ଥିଲା ବୋଲି। ଆଉ ଯଦି ଠିକ୍ ସେ ବୁଝି ହେଉଛି ବୋଲି ସବସ୍କ୍ରାଇବ କରିକି ନିହାତି ରଖିବେ। କିନ୍ତୁ ଯେତେ ବି ମୁଁ ଅପଡେଟ୍ କରିବି ଭିଡ଼ିଓ ଗୁଡ଼ା, କିମ୍ବା ଯେତେବେଳେ ମୁଁ ଅପଲୋଡ଼ କରିବି ଭିଡ଼ିଓ ଗୁଡ଼ା, ଆପଣଙ୍କ କତିକି ସାଙ୍ଗେ ସାଙ୍ଗେ କଣ ଯିବ ହାରି ନୋଟିଫିକେସନ ଯିବ ହାରି, ଯୋଉଟାକି ଆପଣମାନଙ୍କୁ ହେଲ୍ପଫୁଲ ହବ। ଓକେ, ଦେଖନ୍ତୁ କନସିଡର ଦ ଫଲୋଇଂ ଷ୍ଟେଟମେଣ୍ଟ ଏବାଉଟ ଦ ମହାନଦୀ ରିଭର। ମହାନଦୀ ରିଭର ଉପରେ ଷ୍ଟେଟମେଣ୍ଟ ପଚାରିଛି। ଦେଖନ୍ତୁ ଫାର୍ଷ୍ଟ ପଏଣ୍ଟ ପଢିବା, ଏଇଟା ଫର୍ମସ୍ ଦ ଲାର୍ଜେଷ୍ଟ ଡେଲ୍ଟା ଇନ୍ ଦ ଓଡ଼ିଶା। ଓଡ଼ିଶାରେ ଇଏ ସବୁଠୁ ଲାର୍ଜେଷ୍ଟ ଡେଲ୍ଟା ଫର୍ମ କରୁଛି। ଫାର୍ଷ୍ଟ ପଏଣ୍ଟ ଗଲା। ସେକେଣ୍ଡ ପଏଣ୍ଟ, ଏଠି ଅରିଜିନେଟ ଓଡ଼ିଶା, ଏଇଟା ତ ବିଲକୁଲ ଭୁଲ ହେଇଗଲା। ମହାନଦୀ ରିଭର କୋଉଠୁ ଅରିଜିନେଟ କରୁଛି ନା ଛତିଶଗଡ଼ ସିଆୱା ହିଲ୍ଲୁ। କୋଉଠି ଅରିଜିନେଟ କରୁଛି ନା ସିଆୱା ହିଲ୍ଲୁ, ଧମତାରୀ ଡିଷ୍ଟ୍ରିକ୍ଟ। ବୁଝିଲେ ସିଆଓ ହିଲ୍। ଓକେ, ଯେତେବେଳେ ଓଡ଼ିଶାକୁ ଏଣ୍ଟର କରୁଛି କୋଉ ଗାଁ ଦେଇକି ନା ପୋଦି ଗାଁ ଦେଇକି ଏଣ୍ଟର କରୁଛି, କିମ୍ବା ପୋଡି ଗାଁ ଯୋଉଟା ତମେ କହୁଛ। ଓକେ, ଏଇ ମହାନଦୀ ରିଭର ସବୁଠୁ ବଡ ଡ୍ୟାମ ଫର୍ମେସନ କରୁଛି, ହୀରାକୁଦ ଡ୍ୟାମ। ବୁଝିପାରିଲ ନା ବୁଝିପାରିଲନି? ବୁଝିଲା? ଠିକ ଅଛି, ନେକ୍ସଟ ଦେଖିବା ହୀରାକୁଦ ଡ୍ୟାମ। ଆଚ୍ଛା, ଏଇଠି ତ ବର୍ତ୍ତମାନ କହିଲି ହୀରାକୁଦ ଡ୍ୟାମ, ଏଇଟା ଦେଇଦେଲା ଆମକୁ ହୀରାକୁଦ ଡ୍ୟାମ। ଇଏ କରେକ୍ଟ ହେଇଗଲା, ଇଏ କରେକ୍ଟ ହେଇଗଲା, ଇଏ ଭୁଲ ହେଇଗଲା ଆମର। ଇଏ ଅରିଜିନେଟ ହଉନି, କାହିଁକି ଲାର୍ଜେଷ୍ଟ ଡେଲ୍ଟା ଫର୍ମେସନ କରୁଛି ଫାଷ୍ଟ। ଯେତେବେଳେ ମହାନଦୀ ରିଭର ଏଇପଟୁ ଆସିକି ବେ ଅଫ ବେଙ୍ଗଲରେ ଡ୍ରେନ୍ କରିବ, ଏଇଠି ତାର ସବୁ ଡିଷ୍ଟ୍ରିବ୍ୟୁଟର ଏପଟେ ସବୁ ଫେଳିଯିବେ, ଏଠି ଏପଟେ ସବୁ ଡିଷ୍ଟ୍ରିବ୍ୟୁଟର ଫେଳିଯିବେ, ଏପଟେ ଡିଷ୍ଟ୍ରିବ୍ୟୁଟର ଫେଳିଯିବେ। ତ ଇଏ କଣ ଫର୍ମେସନ କରେ, ଲାର୍ଜେଷ୍ଟ ଡେଲ୍ଟା ଫର୍ମେସନ କରେ, ଯୋଉଟା କି କରେକ୍ଟ ଅପସନ ଅଛି ଏ। ଇଏ ହେଇଗଲା। ତ ଦେଖନ୍ତୁ ଏ ହେଇଗଲା ଆଉ 3 ହେଇଗଲା। କୋଉଠି ଅଛି 1 ଆଉ 3, ଏଠି 1 2 ଅଛି, 2 କାଟି ଦିଅନ୍ତୁ, ଏଠି 2 ଅଛି କାଟି ଦିଅନ୍ତୁ, ଏଠି ବି 2 ଅଛି କାଟି ଦିଅନ୍ତୁ। ଅପସନ ନମ୍ବର ଏ ହେଇଗଲା ଆମର ଆନ୍ସର। ବୁଝିପାରିଲେ କଣ କହିଲି? ଓକେ, ଠିକ ଅଛି, ନେକ୍ସଟ ଦେଖିବା। ଏଇଟା ଦେଖନ୍ତୁ, ଏଇ ଗୋଟେ କ୍ୱେଶ୍ଚିନ୍ ଆସିଥିଲା ଆମର କଣ ନା ଓ ତ୍ରିପଲ ଏସି ଡବ୍ଲ୍ୟୁ ଏକ୍ସାମ 2022 ରେ ଆସିଥିଲା। ବୁଝିଲା? ସେ କହିଲା ହ୍ୱିଚ୍ ଅଫ ଦ ଫଲୋଇଂ ଇଜ ଦ ହାଇଏଷ୍ଟ ୱାଟରଫଲ ଇନ ଓଡ଼ିଶା। ଓଡ଼ିଶାର ସବୁଠୁ ହାଇଏଷ୍ଟ ୱାଟରଫଲ କୋଉଟା? ବରିପାଣି, ସାନଘାଗରା, କାଲାହାଟି ନା ହାତୀପଥର ୱାଟରଫଲ। ନା ଆପଣ ଜାଣିଛନ୍ତି ଇଜି କ୍ୱେଶ୍ଚିନ୍ ହେଇଯିବ ନା ବରିପାଣି ୱାଟରଫଲ। ଆଚ୍ଛା, ବରିପାଣି ୱାଟରଫଲ କିଛିଟା କଣ ଫ୍ୟାକ୍ଟ ଯୋଉଟା ଦେଖିବା, ବରିପାଣି ୱାଟରଫଲ ଯୋଉଟା କି ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଇଯିବ ଆମର କଣ ଅପକମିଂ ଏକ୍ସାମ ପାଇଁ। ଆଚ୍ଛା, ବରିପାଣି ୱାଟରଫଲ ଫାଷ୍ଟ କଥା, ଏଟା ଅଛି କୋଉଠି?
ବରେପାଣି ୱାଟରଫଲ୍ ଅଛି କୋଉଠି ନା ଶିମିଳିପାଳ ନ୍ୟାସନାଲ ପାର୍କରେ ଅଛି। ବୁଝିହେଲା? କଣ କହିଲି କୋଉଠି ଅଛି? ଶିମିଳିପାଳ ନ୍ୟାସନାଲ ପାର୍କରେ ଅଛି। ଆଚ୍ଛା, ଯେହେତୁ ୱାଟରଫଲ୍ ୱାଟର ଆସୁଛି ଏଠି, ୱାଟର ଆସୁଛି ନା ଆସୁନି, ତ ଏଠି କୋଉ ରିଭର ତାକୁ ପାଣି ଦଉଛି? ମନେ ରଖିବେ, ବୁଢା ବଳଙ୍ଗ ରିଭର। କଣ କହିଲି? ବୁଢା ବଳଙ୍ଗ ରିଭର। ବୁଝିହେଲା? କଣ କହିଲି? ବୁଢା ବଳଙ୍ଗ ରିଭର ୟାକୁ ପାଣି ଦଉଛି। ବରେପାଣି ୱାଟରଫଲ୍। ବୁଝିହେଲା? ଦିଟା ଜିନିଷ କହିଲି। ଆଚ୍ଛା, ଏଇ ଯୋଉ ଏଇଠି ଧରି ଦିଅନ୍ତୁ, ଶିମିଳିପାଳକୁ ଧରି ଦିଅନ୍ତୁ, ଆଉ ଗୋଟେ ପଏଣ୍ଟ ବାହାରିଯିବ। ଶିମିଳିପାଳଟା ଆମର କୋଉ ଡିଷ୍ଟ୍ରିକ୍ଟରେ ଅଛି? ନା ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ଅଛି। କୋଉଠି କହିଲି? ନା ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ଅଛି। କଣ କହିଲି? ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ଅଛି। ବୁଝିଗଲା? ଆଚ୍ଛା, ତାପରେ ଆଉ ଗୋଟେ ମନେ ରଖିବେ, ଏଇ ବରେପାଣିକୁ ଆମର ୱାନ୍ ସେକେଣ୍ଡ କର୍ସରଟା, ଏଇ ବରେପାଣିକୁ ଆମର କୁହାଯାଏ ସେକେଣ୍ଡ ହାଇଏଷ୍ଟ ୱାଟରଫଲ୍ ଇନ୍ ଇଣ୍ଡିଆ। କଣ କହିଲି? ସେକେଣ୍ଡ ହାଇଏଷ୍ଟ ୱାଟରଫଲ୍ ଇନ୍ ଇଣ୍ଡିଆ। ଯେହେତୁ ଏ ସେକେଣ୍ଡ ହାଇଏଷ୍ଟ କୁହାଯାଉଛି ଆକୁ, ୟାର ତ କିଛି ଗୋଟେ ହାଇଟ୍ ଥିବ। ୟାର ହାଇଟ୍ ଟା ମନେ ରଖିବେ କେତେ? ଯଦି ମିଟରରେ ପଚାରିବ ମନେ ରଖିବେ 3 ୟାର କଣ ହେଇଯିବ? ହାଇଟ୍ ହେଇଯିବ ମିଟରରେ। ଯଦି ଫୁଟରେ ପଚାରେ କେତେ ଫିଟ୍, ମନେ ରଖିବେ 1309 ଫିଟ୍। ବୁଝିହେଲା? କଣ କହିଲି? 1309 ଫିଟ୍। ବୁଝିଲା? ଆଚ୍ଛା, ସାନଘାଗରା ୱାଟରଫଲ୍। ଏଇ ସାନଘାଗରା ୱାଟରଫଲ୍ ର ହାଇଟ୍ ଟା ଟିକେ ମନେ ରଖିଥିବେ। ହାଇଟ୍ ୟାର କେତେ ଆସିଯିବ? ସାନଘାଗରା ୱାଟରଫଲ୍ ର 30 ମିଟର ଆସିଯିବ, କିମ୍ବା ଯଦି ଫୁଟରେ ପଚାରେ 100 ଫୁଟ ଖଣ୍ଡେ ଏହାର ହାଇଟ୍ ଟା ହେଇଯିବ। ବୁଝିଗଲା? ଆଚ୍ଛା, ତାପରେ ଯୋଉ କଲାହାଟି, ଏଇ ୱାଟରଫଲ୍ ଟା ଅଛି ଆମର କର୍ଣ୍ଣାଟକାରେ। କେ ଫର କଲାହାଟି, କେ ଫର କର୍ଣ୍ଣାଟକା। ଏଇ ଯୋଉ ହାତୀ ପଥର ୱାଟରଫଲ୍, ଏଇ ହାତୀ ପଥର ୱାଟରଫଲ୍ ଟା ଆମର ଅଛି କୋଉଠି? ନା ରୟାଗଡାରେ। ଏଇଟା ମାଇନର ୱାଟରଫଲ୍ ଗୁଡା ଖାଲି ଜାଣିଥାନ୍ତୁ। ନା ରୟାଗଡାରେ କଣ ଅଛି ଆମର? ହାତୀ ପଥର ୱାଟରଫଲ୍। ଓକେ, ଦେଖନ୍ତୁ, ବରେପାଣିର ଇମ୍ପୋର୍ଟାଣ୍ଟ ହେଇଯିବ କାହିଁକି? ଯେହେତୁ ଏଟା ହାଇଏଷ୍ଟ ୱାଟରଫଲ୍ ଇନ୍ ଓଡିଶା। ୟାର ହାଇଟ୍ କେତେ? ନା ମୁଁ କହିଲି, ବର୍ତ୍ତମାନ କହିଲି, ଦେଖିଲି କେତେ? 399 ୟାର ହାଇଟ୍ ହେଇଯିବ। ମିଟରରେ ଯଦି ଆମକୁ ପଚାରିଲା ଫୁଟରେ କେତେ, ନା 1309 ଫୁଟ, ସରି 1309 ଫୁଟରେ ଆମର ହାଇଟ୍ ଆସିଯିବ। ଏଟା କୋଉଠି ଲୋକେଟେଡ୍ ଅଛି? ନା ଶିମିଳିପାଳ ନ୍ୟାସନାଲ ପାର୍କରେ ଲୋକେଟେଡ୍ ଅଛି। ଶିମିଳିପାଳ ନ୍ୟାସନାଲ ପାର୍କଟା କୋଉ ଡିଷ୍ଟ୍ରିକ୍ଟରେ ଯାଉଛି ଆମର? ନା ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ଯାଉଛି। ବୁଝିଗଲା? ଏତିକି ଜିନିଷ ଇମ୍ପୋର୍ଟାଣ୍ଟ ବରେପାଣି ୱାଟରଫଲ୍। ବୁଝିଲା କଣ କହିଲି ମୁଁ? ଠିକ ଅଛି, ନେକ୍ସଟ ଯିବା। ହୀରାକୁଦ ଡ୍ୟାମ ଇଜ ବିଲ୍ଡ ଅନ୍ ହୁଇଚ୍ ରିଭର? ଦେଖନ୍ତୁ, ଏଟା ପଚାରି ସାରିଛି, ଓପିପିଏସ୍ ରେ ପଚାରି ସାରିଛି, OSSCGL ରେ ପଚାରିଛି, ରେଲୱେରେ ବି ପଚାରିଛି, SSC GD ରେ ବି ପଚାରିଛି। ଏ କ୍ୱେଶ୍ଚନ ଟା ବାରମ୍ବାର ଆସିସାରିଛି। ହୀରାକୁଦ ଡ୍ୟାମ ଟା କୋଉ ରିଭର ଉପରେ ବିଲ୍ଡ ଅଛି ଆମର? କଣ କହିଲି? ହୀରାକୁଦ ଡ୍ୟାମ ଟା କୋଉ ରିଭର ଉପରେ ବିଲ୍ଡ ଅଛି? ନା କୋଉ ରିଭର? ବର୍ତ୍ତମାନ ଦେଖିକି କହିଲି, ନା ମହାନଦୀ ରିଭର। ମନେ ରଖିଲେ? କଣ କହିଲି? ମହାନଦୀ ରିଭର। ଏଇଟା ସବୁଠୁ ଲାର୍ଜେଷ୍ଟ ରିଭର ଇନ୍ ଆୱାର କଣ? ଓଡିଶା। ଓଡିଶାର ସବୁଠୁ ବଡ ରିଭର କହିଲେ କୋଉଟା? ଏଇ ମହାନଦୀ ରିଭର ହେଇଯିବ। ଇଏ ବଡ ଡ୍ୟାମ ଟେ ଫର୍ମେସନ କରୁଛି, ଯୋଉଟା ହେଲା କଣ? ହୀରାକୁଦ ଡ୍ୟାମ। ମନେ ରଖିବେ, ଏଇ ଯୋଉ ହୀରାକୁଦ ଡ୍ୟାମ ଗୋଟେ ଡିଷ୍ଟ୍ରିକ୍ଟ ସହିତ ଲାଗି ନାହିଁ। କଣ କହିଲି? ଗୋଟେ ଡିଷ୍ଟ୍ରିକ୍ଟ ସହିତ ଲାଗି ନାହିଁ। ଏଇପଟେ ଆସିଯିବ ଆମର କଣ? ବରଗଡ଼, ଏଇପଟେ ଆସିବ ସମ୍ବଲପୁର, ଏଇପଟେ ଆସିବ ସୁନ୍ଦରଗଡ଼। ଏଇ ତିନିଟା ଡିଷ୍ଟ୍ରିକ୍ଟ ସହିତ ଇଏ ଲାଗିକି କଭର କରୁଛି କଣ? ଫର୍ମେସନ କରୁଛି ହୀରାକୁଦ ଡ୍ୟାମ ଫର୍ମେସନ କରୁଛି। ଯେହେତୁ ହୀରାକୁଦ ଡ୍ୟାମ ଫର୍ମେସନ କରୁଛି, ଏଠି ପାଣି ହେଲା, ପାଣି ଆସିଲେ କଣ? ଅଧିକା ଗଛ ପତ୍ର ସବୁ କଣ ରହିବେ? ଗଛ ପତ୍ର ରହିଲେ ଜଙ୍ଗଲ ହବ, ଜଙ୍ଗଲ ରହିଲେ ଗୋଟେ କଣ କଣ ଫର୍ମେସନ ହବ? ୱାଇଲ୍ଡ ଲାଇଫ ସେଞ୍ଚୁରୀ ଫର୍ମେସନ ହବ। ଓକେ, ଏଇ ହୀରାକୁଦ ସାଇଟ୍ ରେ ଆମର ଗୋଟେ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଅଛି, ଯୋଉଟା କୁହାଯାଏ କଣ? ଦେବ୍ରିଗଡ଼ ୱାଇଲ୍ଡ ଲାଇଫ ସେଞ୍ଚୁରୀ। କଣ କୁହାଯାଏ? ଦେବ୍ରିଗଡ଼ ୱାଇଲ୍ଡ ଲାଇଫ ସେଞ୍ଚୁରୀ। କଣ କହିଲି? ଦେବ୍ରିଗଡ଼ ୱାଇଲ୍ଡ ଲାଇଫ ସେଞ୍ଚୁରୀ। ଏଇଟା କନଫ୍ଲିକ୍ଟ କହିଲେ କଣ? ନା ବରଗଡ଼ ବାଲା କହୁଛନ୍ତି କି ଏଇଟା ଆମର, ସମ୍ବଲପୁର ବାଲା କହୁଛନ୍ତି ଏଇଟା ଆମର। ଯଦି ଆପଣ ଗୁଗୁଲ କରି ଦେଖିବେ, ବର୍ତ୍ତମାନ ଏଇଟା କୋଉଥିରେ ଯାଉଛି? ନା ବରଗଡ଼ ଡିଷ୍ଟ୍ରିକ୍ଟରେ ଯାଉଛି। ତ ଯଦି ପଚାରିବେ, ଇନକେସ୍ ଯଦି ପଚାରିପାରେ, ଦେବ୍ରିଗଡ଼ ୱାଇଲ୍ଡ ଲାଇଫ ସେଞ୍ଚୁରୀଟା କୋଉ ଡିଷ୍ଟ୍ରିକ୍ଟରେ ମାନେ ଉପସ୍ଥିତ ଅଛି କିମ୍ବା ପ୍ରେଜେଣ୍ଟ ଅଛି? ନା କଣ ଲେଖିକି ଆସିବ ତମେ? ନା ବରଗଡ଼ ଲେଖିକି ଆସିବ। କ୍ଲିୟର? ଆଚ୍ଛା, ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଦେଖିଦବା, ବ୍ରାହ୍ମଣୀ। ଏ ବ୍ରାହ୍ମଣୀ ରିଭର ଉପରେ ଆମର ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଡ୍ୟାମ ଅଛି, ରେଙ୍ଗାଳି ଡ୍ୟାମ। କଣ କହିଲି? ରେଙ୍ଗାଳି ଡ୍ୟାମ ଗୋଟେ ଆମ ଫର୍ମେସନ ଅଛି କୋଉଠି? ବ୍ରାହ୍ମଣୀ ରିଭର ଉପରେ।
ଠିକ ହେଲା। କାହିଁକି ୟା ନା କାହିଁକି ରେଙ୍ଗାଳି ପଡିଲା ଜାଣିଛନ୍ତି? କାରଣ ସେ ପାଖରେ ଯୋଉ ଗୋଟେ ଗାଁ ନାଁ ଅଛି ତା ନାଁ ଅଛି କଣ? ରେଙ୍ଗାଳି। ସେଥିପାଇଁ ତା ନାଁ କଣ ପଡିଛି? ରେଙ୍ଗାଳି ଡ୍ୟାମ। ଆଚ୍ଛା, ଯେହେତୁ ଡ୍ୟାମ ଅଛି ଏଟା ଏହାର କାରଣ କଣ? ୟାକୁ ତିଆରି କଣ ପାଇଁ କରାହେଇଥିଲା? ନା ଏଟା ଗୋଟେ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟ ପାଇଁ ତିଆରି କରାହେଇଥିଲା। ଏଠି କଣ ଉତ୍ପାଦନ? ଆମ ଇଲେକ୍ଟ୍ରିସିଟି ଜେନେରେଟ କରାଯାଏ। ଯଦି ଇଲେକ୍ଟ୍ରିସିଟି ଜେନେରେଟ କରାଯାଏ ତ କେତେ ମେଗାୱାଟ ର? ମନେ ରଖିବେ, ପର ଡେ 120 ମେଗାୱାଟ ର, କିମ୍ବା ନର୍ମାଲ ଆଗର କ୍ୟାପାସିଟି କେତେ? ପର ଡେ କୁ ଛାଡି ଦିଅନ୍ତୁ, ୟାର କାପାସିଟି କେତେ? ନା 120 ମେଗାୱାଟ ର ଇଏ ଇଲେକ୍ଟ୍ରିସିଟି ଜେନେରେଟ କରିପାରିବ। ବୁଝିହେଲା? ଆଚ୍ଛା, ମୁଁ ରେଙ୍ଗାଲି ଡ୍ୟାମ କହୁଛି, ଏଇଟା କୋଉଠି ପ୍ରେଜେଣ୍ଟ ଅଛି କହିପାରିବେ ମତେ? ମନେ ରଖନ୍ତୁ, ଏଇଟା କୋଉଠି ପ୍ରେଜେଣ୍ଟ ଅଛି ଆମର? ନା ଅନୁଗୁଳ ଡିଷ୍ଟ୍ରିକ୍ଟରେ ପ୍ରେଜେଣ୍ଟ ଅଛି। ଅନୁଗୁଳ ଡିଷ୍ଟ୍ରିକ୍ଟରେ ଗୋଟେ ନାଁ ପଡୁଛି, ଗାଁ ନାଁ ପଡୁଛି କଣ? ରେଙ୍ଗାଳି। ତ ରେଙ୍ଗାଳି ନାଁରେ ପଡୁଛି କଣ? ରେଙ୍ଗାଳି ଡ୍ୟାମ। ବୁଝିଲା କଣ କହିଲି? ବୁଝିଲା ନା ବୁଝିଲାନି? ବ୍ରାହ୍ମଣୀ ରିଭର ଉପରେ। ଆଚ୍ଛା, ଯଦି ବ୍ରାହ୍ମଣୀ ରିଭରକୁ ଧରିମୁ, ଏ ବ୍ରାହ୍ମଣୀ ରିଭର ଫର୍ମେସନ କରୁଛି ନା ଦିଟା ରିଭର ମିଶିକି, ନା ଗୋଟେ ସରି ଶଙ୍ଖ ଆଉ ଗୋଟେ କୋଏଲ। ଏ ଶଙ୍ଖ କୋଏଲ ଯେତେବେଳେ ବେଦବ୍ୟାସରେ ଆସିକି ମିଶୁଛନ୍ତି ତ ସେଇଠି ଫର୍ମେସନ ହଉଛି ଆମର କଣ? ନା ବ୍ରାହ୍ମଣୀ ରିଭର ଫର୍ମେସନ ହଉଛି। ଏ ବ୍ରାହ୍ମଣୀ ରିଭର କେତେଟା ଡିଷ୍ଟ୍ରିକ୍ଟରେ ଯାଇକି ଫ୍ଲୋ କରୁଛନ୍ତି, ସରି କେତେଟା ଷ୍ଟେଟରେ? ମନେ ରଖିବେ, କେତେଟା ଷ୍ଟେଟ କହିଲି? ତିନିଟା ଷ୍ଟେଟ ମନେ ରଖିବେ। ଗୋଟେ ହେଲା ଝାରଖଣ୍ଡ। ଝାରଖଣ୍ଡ ହଉଛି ଗୋଟେ ଷ୍ଟେଟ, ଏଥିରେ ଫ୍ଲୋ ହଉଛି। ଆଉ ଗୋଟେ ହେଲା ଓଡିଶା। ଓକେ, କଣ କହିଲି? ଗୋଟେ ହେଲା ଓଡିଶା, ଆଉ ଗୋଟେ କଣ କହିଲି? ଛତିଶଗଡ଼। କଣ? ଛତିଶଗଡ଼। ବୁଝିହେଲା କଣ କହିଲି? କେତେଟା ଷ୍ଟେଟ ସହିତ ଇଏ ଫ୍ଲୋ କରୁଛି? ନା ତିନିଟା ଷ୍ଟେଟ ସହିତ, ଝାରଖଣ୍ଡ, ଓଡିଶା, ଛତିଶଗଡ଼ ସହିତ ଇଏ ଫ୍ଲୋ କରୁଛି। ଓକେ, ଆଉ ଗୋଟେ ଏଇଠି ଏ ରିଭର ଆସିছে ଆମର କଣ? ନା ବୈତରଣୀ ରିଭର। ମନେ ରଖିଥିବେ, ବୈତରଣୀ ରିଭରଟା ଆମର କୋଉଠି ଜେନେରେଟ ହଉଛି? ନା ଗୋନାସିକା ହିଲୁ। କୋଉଠି କହିଲି? ନା ଗୋନାସିକା ହିଲୁ ଇଏ ଫର୍ମେସନ କରୁଛି। ଗୋନାସିକାଟା କୋଉଠି ଅଛି ଆମର? ନା କେନ୍ଦୁଝରରେ ଅଛି। କୋଉଠି ଅଛି? ନା କେନ୍ଦୁଝର ଡିଷ୍ଟ୍ରିକ୍ଟରେ ଅଛି। ବୁଝିହେଲା? କେନ୍ଦୁଝର ଡିଷ୍ଟ୍ରିକ୍ଟରେ ଅଛି। ଆଚ୍ଛା, ଏଇ ଯୋଉ ଗୋ ନାସିକା ବାରମ୍ବାର କହିଛି, କାହିଁକି ପଡିଛି ତା ନା ଗୋ ନାସିକା? କାରଣ ସେ ଯୋଉ ଗାଈ ଗାଈର ନାକରୁ ପାଣି ଆମର ଯୋଉ ବୈତରଣୀ ରିଭର ବାହାରୁଛି ବୋଲି ତା ନାଁ ପଡିଛି କଣ? ଗୋନାସିକା ହେଲୁ ଆମର ବୈତରଣୀ ରିଭରଟା ବାହାରିଛି। ୟାକୁ କୁହାଯାଏ କଣ? ଗୁପ୍ତ ଗଙ୍ଗା ଅଫ ଓଡିଶା। ୟାକୁ ବି କୁହାଯାଏ, ଆଉ ମହାନଦୀ ବି କୁହାଯାଏ। ଓକେ, ମନେ ରଖିବେ ଋଷିକୂଲ୍ୟା ଇମ୍ପୋର୍ଟାଣ୍ଟ ହେଇଯିବ। ଓକେ, ଋଷିକୂଲ୍ୟାଟା କାହିଁକି ଇମ୍ପୋର୍ଟାଣ୍ଟ ହେଇଯିବ? ନା ଋଷିକୂଲ୍ୟା ଡେଲ୍ଟା ଫର୍ମେସନ କରେ ନାହିଁ। ବାରମ୍ବାର କହିଛି, କ୍ୱେଶ୍ଚିନ୍ ଆସିବ, ନିହାତି ଆସିବ, ଟିକେ ମାର୍କ କରିକି ଚାଲିକି ଯାଉଥିବେ। ଓକେ, ଆଚ୍ଛା, ଆଉ ଗୋଟେ ଏଇ ଯୋଉ କଣ କହିଥିଲୁ ଗୋଟେ? ହଁ, ଟିକେ ମାର୍କ କରିବେ। ଏଇ ଯୋଉ ବୈତରଣୀ ରିଭର ଅଛି ଆମର, ବର୍ତ୍ତମାନ ବୈତରଣୀ ରିଭର ଉପରେ ଗୋଟେ ଡ୍ୟାମ ଟେ ଜେନେରେଟ କରାହଉଛି, କିମ୍ବା ଅଣ୍ଡର କନଷ୍ଟ୍ରକ୍ସନ ଚାଲିଛି, କାନୁପୁର ଡ୍ୟାମ। ଓକେ, ତା ପ୍ରୋନାଉନ୍ସିଏସନ ମତେ କହିବି, ଯୋଉମାନେ ଥିବେ ଲୋକାଲ। କାନୋପୁରା ଡ୍ୟାମ। କାନୋପୁରା ଡ୍ୟାମ। ଏଟା ବର୍ତ୍ତମାନ ଅଣ୍ଡର କନଷ୍ଟ୍ରକ୍ସନ ଅଛି। ଏଟା ହେଇନି, କମ୍ପ୍ଲିଟ ହେଇନି। ବୁଝିଲେ? ଅଣ୍ଡର କନଷ୍ଟ୍ରକ୍ସନ ଚାଲିଛି, ଯୋଉଟା କି ଆନନ୍ଦପୁର। ଓକେ, ଆନନ୍ଦପୁର ଡିଷ୍ଟ୍ରିକ୍ଟରେ ପଡେ। ସରି, ଡିଷ୍ଟ୍ରିକ୍ଟ କହୁଛି, ଗାଁରେ ପଡେ ଆନନ୍ଦପୁର। ବୁଝିହେଲା? ନେକ୍ସଟ ଯିବା, ମହାନଦୀ। ଆର ଆନ୍ସର ହେଇଯିବ। ଏଟା ଦେଖନ୍ତୁ, ପୋଲିସ ଏସ୍ଆଇ ରେ ପଚାରି ସାରିଛି, ଓ ଟ୍ରିପଲ ଏସ୍ ରେ ପଚାରି ସାରିଛି କ୍ୱେଶ୍ଚିନ୍ ଟା। ଇମ୍ପୋର୍ଟାଣ୍ଟ ହେଇଯିବ ଟିକେ ଆପଣଙ୍କ ପାଇଁ, ତ ନିହାତି ଟିକେ ଦେଖିକି ଚାଲୁଥିବେ। ଫାର୍ଷ୍ଟ କ୍ୱେଶ୍ଚିନ୍। ଆଚ୍ଛା, କଣ କ୍ୱେଶ୍ଚିନ୍ ଟା କହିଥିଲା? ମୁଁ ସେ ପଚାରିଥିଲା, ଦେଖନ୍ତୁ କଣ ପଚାରିଥିଲା? ନା ହୁଇଚ୍ ରିଭର, କୁଆଡେ ଗଲା? ହଁ, ହୁଇଚ୍ ରିଭର ସୋର ଅଫ ଓଡିଶା। ଆମେ କୋଉ ରିଭରକୁ ସୋର ଅଫ ଓଡିଶା କୁହାଯାଏ? ମନେ ରଖିବେ, ସୋର ଅଫ ଓଡିଶା କୋଉ ରିଭରକୁ କୁହାଯାଏ? ନା ମହାନଦୀ ରିଭରକୁ ସୋର ଅଫ ଓଡିଶା କୁହାଯାଏ। କାହିଁକି ସୋର ଅଫ ଓଡିଶା ଯଦି ପଚାରିବ କାହିଁକି? ନା ଯେତେବେଳେ ମହାନଦୀ ଆମର ଯେତେବେଳେ ବର୍ଷା ସିଜନ ଆସେ, କିମ୍ବା ବର୍ଷା ଋତୁ ଆସେ, ସେତେବେଳେ କଣ? ବର୍ଷା ପାଣି ଫୁଲ ହେଇକି, ଧରି ନିଅ ଏଇଠି ତୁମେ ଗୋଟେ ମାଠିଆ ରଖିଛ, ସେମ ଜିନିଷ ହଣ୍ଡା ସେମ ଅଛି। 1 ସେକେଣ୍ଡ। ଏଇଠି ଧରିନିଅ ତମେ ଗୋଟେ ମାଠିଆଟେ ରଖିଛ, ଯେତେବେଳେ ପାଣି ସବୁ ଫୁଲ ହେଇଗଲା, ମାଠିଆରେ ତ ପାଣି ବାହାରିଯିବ, ନିହାତି ବାହାରିବ। ତ ସେମିତି ଯେହେତୁ ଆମ ହୀରାକୁଦ ଡ୍ୟାମ ଟା ଅଛି, ହୀରାକୁଦ ଡ୍ୟାମ ଟା ଅଛି, ଏଇଠି ଯେତେବେଳେ ବର୍ଷା ହେଇକି ପାଣି ଫୁଲ ହେଇଯିବ, ଯେତେବେଳେ ଡ୍ୟାମ ଛଡାଯାଏ ତ କଣ? ଫ୍ଲୋଡ ଆସେ, କିମ୍ବା ନଦୀ ବଢି ହୁଏ। ନଦୀ ବଢି ହେଲେ, କିମ୍ବା ସେ କଣ ଭସେଇ ନିଏ ସବୁ ଗୁଡାକୁ, କିମ୍ବା ଧନ୍ୟ କିଏ ଚାଷ କରିଥିବ, କିଏ ଆଉ କଣ କରାଯିବ। ତ ଏ କାହା କାହା ପାଇଁ ସମସ୍ତେ କାନ୍ଦିଲେ, କିମ୍ବା କାହା ପାଇଁ ସମସ୍ତେ ମନ ଦୁଃଖ କଲେ? କାହାର ଚାଷ ନଷ୍ଟ ହେଇଗଲା, କାହାର ଘର ନଷ୍ଟ ହେଇଗଲା, କିମ୍ବା ବାତ୍ୟା ଯଦି ଆସିଲା, କାହା ପାଇଁ କାନ୍ଦିଲେ? ନଦୀ ପାଇଁ କାନ୍ଦିଲେ। ତ ସେଥିପାଇଁ ସୋର ଅଫ ଓଡିଶା କାହାକୁ କୁହାହେଲା? ମହାନଦୀ କୁହାହେଲା। ବୁଝିହେଲା? ନେକ୍ସଟ ଯିବା।
which state lies to the north east of Odisha? ଦେଖନ୍ତୁ ମୁଁ ଯଦି ଓଡ଼ିଶାଟା ଏଇଠି ଛୋଟଟେ ଫର୍ମେସନ୍ କରିଦେଉଛି ଟିକେ ମାର୍କ କରିଦେବେ। ମୁଁ ଓଡ଼ିଶାଟାକୁ 1 ସେକେଣ୍ଡ, ମୁଁ ଓଡ଼ିଶାଟାକୁ ଏଇଠି ଫର୍ମେସନ୍ କରୁଛି ହେଲା। ଏଇଠି ଓଡ଼ିଶା ଧରି ନିଅନ୍ତୁ ହେଇଗଲା ଆମର। କିଏ କଣ କହିଲେ ଆଡଜଷ୍ଟ କରିଦେବେ, କାରଣ ମାଉସଟା ଠିକ୍ ସେ ଆଜି କାମ କରୁନି ମୋର, ଟିକେ ଆଡଜଷ୍ଟ କରିଦେବେ। ଧରି ନିଅନ୍ତୁ ଏଇଠି ଓଡ଼ିଶା ହେଇଗଲା। এইপଟେ ଆମର ସୂର୍ଯ୍ୟୋଦୟ ହଉଛି, ଇଷ୍ଟ ଅସ୍ତ ହଉଛି। ଯଦି ଏଇଟା ଇଷ୍ଟ ହେଇଗଲା ୱେଷ୍ଟ, ଏଇଟା ନର୍ଥ, ଏଇଟା ସାଉଥ, ଏଇଆଟି ସିମ୍ପଲ ସମସ୍ତେ ଜାଣିଛ। ନ ଜାଣିପାରିବ ଚନ୍ଦ୍ରଭାଗା ଦେଖିଯାଅ, କୋଣାର୍କ ଦେଖିଯାଅ, ସୂର୍ଯ୍ୟ କୋଉ ପଟେ ଉଦୟ ହୁଅନ୍ତି? ଇଷ୍ଟ ପଟେ। ଅସ୍ତ କୋଉ ପଟେ ହୁଅନ୍ତି? ୱେଷ୍ଟ ପଟେ। ଆଚ୍ଛା କଣ ପଚାରି ଦେଖନ୍ତୁ, ନର୍ଥ ଇଷ୍ଟ, 1 ସେକେଣ୍ଡ, କଣ ପଚାରିଲା ଦେଖନ୍ତୁ ନିଜେ। ନର୍ଥ ଇଷ୍ଟ ପଚାରି, ନର୍ଥ ଇଷ୍ଟ କହିଲେ କୋଉଟା? ଏଇପଟ ଏରିଆକୁ ନର୍ଥ ଇଷ୍ଟ କୁହାଯାଏ, ଏଇଟାକୁ ଏରିଆଟାକୁ ନର୍ଥ ଇଷ୍ଟ କୁହାଯାଏ। ସେ ପଚାରିଲା କି ଏଇ ଏରିଆରେ କୋଉ ଷ୍ଟେଟଟା ପ୍ରେଜେଣ୍ଟ ଅଛି। ନର୍ମାଲ ଜାଣିଛନ୍ତି ଆମ ଏଇପଟ ସାଇଡକୁ କୋଉ ଷ୍ଟେଟଟା ଲାଗି ଅଛି? ୱେଷ୍ଟ ବେଙ୍ଗଲ। କଣ କହିଲି ଏପଟ ସାଇଡକୁ କୋଉ ଷ୍ଟେଟଟା ଲାଗି ଅଛି? ୱେଷ୍ଟ ବେଙ୍ଗଲ। ଆନ୍ସର କଣ ହେଇଯିବ ଏଠି ଆମର? ୱେଷ୍ଟ ବେଙ୍ଗଲ। ବୁଝିହେଲା ନା ବୁଝିଲାନି? କଣ ଆନ୍ସର ହେଇଗଲା? ୱେଷ୍ଟ ବେଙ୍ଗଲ। ଆଚ୍ଛା ମନେ ରଖିବେ, ଏଇ ଯୋଉ ସାଉଥ ପଟେ ଅଛି ଟୋଟାଲ ତ ଆମର ଷ୍ଟେଟ ବାଉଣ୍ଡରୀ ସେୟାର କରୁଛି କହିଲେ ଓଡ଼ିଶା ଚାରିଟା ଷ୍ଟେଟ ସହିତ। କେତେଟା କହିଲି? ଚାରିଟା ଷ୍ଟେଟ ସହିତ। ଗୋଟେ ହେଲା ୱେଷ୍ଟ ବେଙ୍ଗଲ, ଓକେ, ଗୋଟେ ହେଲା ଝାରଖଣ୍ଡ। କଣ କହିଲେ ଟିକେ ମାର୍କ କରୁଛନ୍ତି, ମାର୍କ କରିକି ଚାଲୁଥିବେ କିମ୍ବା ନୋଟ୍ କରୁଥିବେ। ୱେଷ୍ଟ ବେଙ୍ଗଲ କହିଲେ ଗୋଟେ, ଝାରଖଣ୍ଡ କହିଲେ ଗୋଟେ, ଛତିଶଗଡ଼ କହିଲେ ଗୋଟେ। ଆରେ ୟାର 1 ସେକେଣ୍ଡ, କଣ କହିଲି ମୁଁ ଗୋଟେ ତମକୁ? ହୁଁ, ଛତିଶଗଡ଼ କହିଲି ଗୋଟେ, ଓକେ, ଆଉ ଗୋଟେ କହିଲି ଓଡ଼ିଶା, ସରି ଆଉ ଗୋଟେ କଣ କହିଲି? ଝାରଖଣ୍ଡ। ୱେଷ୍ଟ ବେଙ୍ଗଲ ଗଲା, ଝାରଖଣ୍ଡ ଗଲା, ଛତିଶଗଡ଼ ଗଲା, ଆଉ ଗୋଟେ ଆନ୍ଧ୍ରପ୍ରଦେଶ। 5ଟା ଷ୍ଟେଟ କହିଲି। ତ ୱାନ୍ ବାଇ ୱାନ୍ କରିକି ଦେଖିବା କୋଉଟା କୋଉ ପଟେ ପଡୁଛି। ଓକେ ଦେଖନ୍ତୁ, ଫାଷ୍ଟ କହିଲି ମୁଁ କଣ, ଏଇଟା ଦେଖିଥିଲେ ନର୍ଥ ଇଷ୍ଟ ପଟେ କଣ ପଡୁଛି? ୱେଷ୍ଟ ବେଙ୍ଗଲ ପଡୁଛି। ବୁଝିହେଲା? ନର୍ଥ ପଟେ, ଏଇ ନର୍ଥ ପଟେ କଣ ଆସୁଛି ଆମର? ନା ଝାରଖଣ୍ଡ ଆସୁଛି। କଣ ଆସୁଛି? ଝାରଖଣ୍ଡ। କୋଉ ପଟେ ଆସୁଛି? ନର୍ଥ ପଟେ କଣ ଆସିଲା? ଝାରଖଣ୍ଡ। ତ ସେମିତି ଛତିଶଗଡ଼ କୋଉ ପଟେ ଆସିଲା? ଏଇ ଏରିଆଟା ଯୋଉଟା ହେଲା ନର୍ଥ ଇଷ୍ଟ, ଏଇପଟେ କଣ ଆସିଯିବ ଆମର? ଛତିଶଗଡ଼ ଆସିଯିବ। ଏଇପଟେ କଣ ଆସିଲା? ଆନ୍ଧ୍ରପ୍ରଦେଶ। ଆଚ୍ଛା ଏଇଠୁ ଆଉ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିକେ ତ ମୁଁ କହିଦଉଛି, ଷ୍ଟାଟିକ ଜିକେଟା। ଛତିଶଗଡ଼, ଛତିଶଗଡ଼ ଏମିତି ହଉଛି ଗୋଟେ ଷ୍ଟେଟ, ଛତିଶଗଡ଼ ଏମିତି ହଉଛି ଗୋଟେ ଷ୍ଟେଟ ଆମ ଓଡ଼ିଶା ସହିତ ସେ ଲଙ୍ଗେଷ୍ଟ ବାଉଣ୍ଡରୀ ସେୟାର କରୁଛି। ବୁଝିଲା? ଓଡ଼ିଶା ସହିତ କିମ୍ବା କହିପାରିବ ଓଡ଼ିଶାର ଯୋଉ ଡିଷ୍ଟ୍ରିକ୍ଟ ଗୁଡା ଅଛନ୍ତି ସବୁଠୁ ଲଙ୍ଗେଷ୍ଟ ବାଉଣ୍ଡରୀ କାହା ସହିତ ସେୟାର କରୁଛନ୍ତି? ସେ ହେଲା ଛତିଶଗଡ଼। ଏଇ ଛତିଶଗଡ଼ ସହିତ ଅଧିକାଂଶ ଆମର କଣ ଡିଷ୍ଟ୍ରିକ୍ଟ ଗୁଡା ସେୟାର ହଉଛନ୍ତି ବାଉଣ୍ଡରୀ ଲାଇନ। ବୁଝିଲ ନା ବୁଝିଲାନି? ନେକ୍ସଟ ଯିବା, ଏହାର ଆନ୍ସର କଣ ହେଲା? ୱେଷ୍ଟ ବେଙ୍ଗଲ। ଆଚ୍ଛା କଣ ପଚାରିଲା ଦେଖନ୍ତୁ, ଚିଲିକା ଇଜ ଏ ହୁଇଚ ଟାଇପ ଅଫ ଲେକ୍? ଚିଲିକା ଗୋଟେ କୋଉ ଟାଇପ ର ହ୍ରଦ ପଚାରିଛି, ନା କୋଉ ଟାଇପ ର ଫ୍ରେଶ ୱାଟର କି? ଆଚ୍ଛା ଫାଷ୍ଟ ତ ବୁଝନ୍ତୁ ଏଇଟା ଦେଖନ୍ତୁ କୋଉଠି ପଚାରିଥିଲା? ଓ ଡବଲ ଏସ ସି ରେ ପଚାରିଥିଲା, ସିଟି ଓଟି ରେ ପଚାରିଥିଲା। ବାସ୍ ତାର କନସେପ୍ଟ ଟା ବୁଝନ୍ତୁ। ଯେତେବେଳେ ଚିଲିକା ଲେକ୍ କୋଉଠି ଫର୍ମେସନ ହଉଛି, ଧରିନିଅନ୍ତୁ ମୁଁ ଏଇଟା ବେ ଅଫ ବେଙ୍ଗଲ କରିଦେଲି, ଏଇଠି ତ ଚିଲିକା ଲେକ୍ ତମେ ଦେଖିଯାଅ ନା ଦେଖିଯାଅ, ନର୍ମାଲ ବି ଜାଣିଛ ଚିଲିକା ସବୁ ବୁଲି ଯାଆନ୍ତି। ଆଚ୍ଛା ଏଇ ସାଇଡ ରେ ଥାଏ ବେ ଅଫ ବେଙ୍ଗଲ ସାଇଡ ରେ, ଏଇଟା ବେ ଅଫ ବେଙ୍ଗଲ ଥାଏ ତ, ଓକେ ଏଇଟା ବେ ଅଫ ବେଙ୍ଗଲ ଥାଏ, ଏଇଟା ଚିଲିକା ଲେକ୍ ଟା ଆମର ଥାଏ। ଆଚ୍ଛା ଏଇଟା ଏଇଟା କୋଉଠୁ ଫର୍ମେସନ ହେଇଛି? ଏଇ ପରା ଏଣ୍ଡ ରେ ଫର୍ମେସନ ହେଇଛି। ଆଚ୍ଛା ଯେହେତୁ ଏଣ୍ଡ ରେ ଫର୍ମେସନ ହଉଛି, ଏଇ ଯୋଉ ସମୁଦ୍ରଟା ଅଛି, ସମୁଦ୍ରଟା କୋଉ ଟାଇପ ର ଆମର ପାଣି କି? ଲୁଣିଆ। ଆରେ ଲୁଣିଆ ନା ଲୁଣିଆ ନୁହଁ? ଲୁଣିଆ। ଆଚ୍ଛା ଏଇ ପାଣିଟା ଏଇପଟେ ଏଣ୍ଟର କରେ ଚିଲିକାକୁ, ଯଦି ଏଣ୍ଟର କରି କହିବ ସେଟା ଲୁଣିଆ। ବ୍ରାକିସ୍ ୱାଟର ତମେ କହିବ, ସରି ତମେ କଣ କହିବ? ସଲ୍ଟ ୱାଟର। ଆଚ୍ଛା ଚିଲିକାର ଆଉ କୋଉଠି ଗୋଟେ ପାଣି ଆସେ? ମହାନଦୀ ରିଭର। ମହାନଦୀ ରିଭର ଏଠି ଆସି ଡ୍ରେନ୍ କରେ। ମହାନଦୀ ରିଭରଟା କୋଉ ଟାଇପ ର ୱାଟର ଗୋଟେ? ନା ଫ୍ରେଶ ୱାଟର। କଣ କହିଲି? ମହାନଦୀ ରିଭରଟା କୋଉ ଟାଇପ ର ୱାଟର ଗୋଟେ? ନା ଫ୍ରେଶ ୱାଟର ଲେକ୍ ଗୋଟେ ସିଏ। ବୁଝିହେଲା? ଫ୍ରେଶ ୱାଟର ଲେକ୍ ଗୋଟେ ସିଏ। ଆଚ୍ଛା ଯେତେବେଳେ ଏଇଠି ଦି ଜଣ ଆକି ମିଶିବେ, ମିକ୍ସ କରିବେ, ଏଇ ମିକ୍ସ ଜଳଟାକୁ ତମେ କଣ କହିବ? ଗୋଟେ ପଟେ ଭଲ ପାଣି ମିଶିଲା, ଗୋଟେ ପଟେ ଲୁଣିଆ ପାଣି ମିଶିଲା। ଗୋଟେ ଭଲ ପାଣି ଗୋଟେ ଲୁଣିଆ ପାଣି ମିଶିଦେଲେ କଣ ତମକୁ ଲାଗେ? ଖାରିଆ ଲାଗେ ନା ଲାଗେନି? ସେ ଖାରିଆକୁ ଆମର କଣ କୁହାଯାଏ? ନା ବ୍ରାକିସ୍ କୁହାଯାଏ। କଣ କୁହାଯାଏ? ବ୍ରାକିସ୍। କଣ କହିଲି? ନା
ବ୍ରାକିସ୍ ୱାଟର ଲେକ୍। ଆମର ଚିଲିକାଟା କଣ ଗୋଟେ ନା ବ୍ରାକିସ୍ ୱାଟର ଲେକ୍। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଏଇଠୁ ମନେ ରଖିବେ ଯୋଉ ଚିଲିକା ମହାନଦୀ ରିଭରଠୁ ପାଣି ପାଏ ପର୍ଟିକୁଲାର ମହାନଦୀ ରିଭର କୋଉ ଗୋଟେ ଡିଷ୍ଟ୍ରିବ୍ୟୁଟରରୁ ସେ ପାଣି ପାଏ ମନେ ରଖିବେ ଦୟା ରିଭର। କୋଉ ରିଭର କହିଲି ଦୟା ରିଭର। ବୁଝିହେଲା ଦୟା ରିଭର ୟାକୁ କଣ କୁହାଯାଏ ବ୍ରାକିସ୍ ୱାଟର କୁହାଯାଏ। ବ୍ରାକିସ୍ ୱାଟର ଲାଗୁନ କୁହାଯାଏ। ଏଇଠି ଆନ୍ସର କଣ ହେଇଯିବ ଆମର ଲାଗୁନ। ଲାଗୁନ କହିଲେ କଣ ଆମର ଲାଗୁନ କହିଲେ ଯଦି ଖାଣ୍ଟି ଓଡ଼ିଆ ତମେ କହିବ ଲବଣାକୃତ ହ୍ରଦ। କଣ କହିଲି ଲବଣାକୃତ। ୟାକୁ ଲେଖନ୍ତୁ ମୁଁ ଯାହା କହୁଛି ଆଗେ ଲେଖିଦିଅନ୍ତୁ ତାକୁ ନୋଟ କରିଦେବେ କଣ କୁହାଯାଏ ତାକୁ ଲବଣାକୃତ ହ୍ରଦ। କଣ କହିଲି ଲବଣାକୃତ ହ୍ରଦ। ଏଇ ଆର ଆନ୍ସର ସରି ୟାର ଓଡ଼ିଆ ମିନିଂଟା ଲବଣାକୃତ ହ୍ରଦ। ବୁଝିପାରିଲେ ନା ବୁଝିପାରିଲେ ଚିଲିକା। ଆଚ୍ଛା ଏ ଚିଲିକାରୁ ଆଉ ଦିଟା ଟିକେ ଇମ୍ପୋର୍ଟାଣ୍ଟ ପଏଣ୍ଟ ମନେ ରଖିଦେବେ। ଚିଲିକା କେବେ ରାମସର ସାଇଟ ଭାବରେ ମାନ୍ୟତା ପାଇଥିଲା ଜାଣିଛନ୍ତି ନା କେବେ ପାଇଥିଲା 1981 ମସିହାରେ ଚିଲିକା ଗୋଟେ ରାମସର ସାଇଟର ମାନ୍ୟତା ପାଇଥିଲା। ବୁଝିହେଲା ନା ବୁଝିହେଲାନି ଏଇ ଚିଲିକା ହଉଛି ଆମର କଣ ଗୋଟେ ନା ସେକେଣ୍ଡ କିମ୍ବା ନର୍ମାଲ ଆପଣ କହିପାରିବେ ଲାର୍ଜେଷ୍ଟ ଇନ୍ ଏସିଆ ବି ହେଇପାରିବ କି ଓକେ ଓକେ ଏଇଟା ଥାନ୍ତୁ ଚିଲିକା ସେକେଣ୍ଡ ନୁହଁ ଚିଲିକାକୁ ଧରନ୍ତୁ କି ଭୁଲ କହିଥିଲି ଆପଣଙ୍କୁ ଚିଲିକାଟା ଫାଷ୍ଟ ହେଇଯିବ। ସେକେଣ୍ଡ ଲାର୍ଜେଷ୍ଟ ଗୋଟେ ଅଛି ଆମର ଏଇଟା ଯେହେତୁ ଚିଲିକା ଫାଷ୍ଟ ଆମର ହାଏଷ୍ଟ ହେଇଗଲା ସେକେଣ୍ଡ ଲାର୍ଜେଷ୍ଟ ଗୋଟେ ଅଛି କଣ ବ୍ରାକିସ୍ ୱାଟର ଲେକ୍। ଓକେ ସେକେଣ୍ଡ ଲାର୍ଜେଷ୍ଟ ଅଛି ଆମର କିଏ ନା ମୁଁ ଜାଣିଛନ୍ତି ନା ଶୁଣିଛନ୍ତି କେବେ ପୁଲିକଟ ଲେକ୍ ପୁଲିକଟ ଲେକ୍ ନା ଶୁଣିଛନ୍ତି ପୁଲିକଟ ଲେକ୍ କୋଉଠି ଅଛି ଜାଣିଛନ୍ତି କୋଉଠି ଅଛି ପୁଲିକଟ ଲେକ୍ ହୁଁ ଓକେ ସରି ଫର ଡିଷ୍ଟର୍ବିଂ ସେକେଣ୍ଡ ହଁ ପୁଲିକଟ ଲେକ୍ ଟା କୋଉଠି ଅଛି ଜାଣିଛନ୍ତି ନା ବେସିକାଲି ଆନ୍ଧ୍ରପ୍ରଦେଶରେ ଦେଖାଯାଏ। ଅଧିକା ୟାର ବର୍ଡର କୋଉଠି ଅଛି ନା ଆନ୍ଧ୍ରପ୍ରଦେଶରେ ଅଛି। ଆଉ ଟିକେ ଜଷ୍ଟ ଲାଗିକି ଅଛି କାହା ସହିତ ନା ତାମିଲନାଡୁ ସହିତ କାହା ସହିତ କହିଲି ତାମିଲନାଡୁ ସହିତ ଏଇ ଟିକେ ବର୍ଡର ସେୟାର କରୁଛି। ଏଇଟା କୋଉ ଡିଷ୍ଟ୍ରିକ୍ଟରେ ଅଛି ଜାଣିଛନ୍ତି କୋଉ ଡିଷ୍ଟ୍ରିକ୍ଟ ନା ତିରୁପତି ଡିଷ୍ଟ୍ରିକ୍ଟ। କୋଉ ଡିଷ୍ଟ୍ରିକ୍ଟ କହିଲି ତିରୁପତି ତିରୁପତି ଡିଷ୍ଟ୍ରିକ୍ଟ। ଶୁଣ ଦେଖନ୍ତୁ ମୁଁ ଯେହେତୁ ମାଉସରେ ଲେଖୁଛି ଏଗୁଡାକ ତ ଅକ୍ଷର ଟିକେ ଏପଟ ସେପଟ ହେଇପାରେ ଆପଣ ଟ୍ରାଏ କରିବେ ନିଜେ ଯେମିତି ଶୁଣିକି ଲେଖିଦେବା ପାଇଁ। ଓକେ ମୁଁ ଚାହୁଁଛି ଯେ ଏଇଟା କେମିତି ବେଟର ହେଇପାରିବ ତାହାରି ଉପରେ ଲାଗିଛି। ଓକେ ତ ମୁଁ ଖାଲି କହିଦଉଛି ଆପଣ ତାହାରି ଉପରେ କଣ ଲେଖିଦେବେ ଆରାମସେ। ଓକେ କୋଉ ଡିଷ୍ଟ୍ରିକ୍ଟରେ ଅଛି ଆମର ପୁଲିକେଲ ଲେକ୍ ଟା ନା ତିରୁପତି ଡିଷ୍ଟ୍ରିକ୍ଟରେ ଲୋକେଟେଡ୍ ଅଛି ତିରୁପତି। ଆଚ୍ଛା ଯଦି ଇମ୍ପୋର୍ଟାଣ୍ଟ କଣ କହୁଛି ଦେଖନ୍ତୁ ଇମ୍ପୋର୍ଟାଣ୍ଟ ହେଇଯିବ ବେସିକାଲି ପଚାର କୋଉ କୋଷ୍ଟରେ ଲୋକେଟେଡ୍ ଅଛି ନା ମନେ ରଖିବେ କରମଣ୍ଡଳ କୋଷ୍ଟ। ଗୋଟେ କରମଣ୍ଡଳ ଆକ୍ସିଡେଣ୍ଟ ହେଇଥିଲା ଟ୍ରେନ ଆକ୍ସିଡେଣ୍ଟ ହେଇଥିଲା ଓକେ ସେ କୋଷ୍ଟଟା କଣ କୁହାଯାଏ କରମଣ୍ଡଳ କୋଷ୍ଟ କୁହାଯାଏ। ପୁଲିକେଲ ଲେକ୍ ଟା ଯୋଉଟା ଅଛି ଆମର ସେଇଟା ଅବସ୍ଥିତ ବୁଝିଲା ନା ବୁଝିଲା ଆଚ୍ଛା ଠିକ ଅଛି ନେକ୍ସଟ ଦେଖିବା ଆନ୍ସର ବି ଲାଗୁ ନେଇଯିବ ଲବଣାକୃତ ହ୍ରଦ ବୋଲି। ଆଚ୍ଛା ଏଇଟା ଫରେଷ୍ଟ ଗାର୍ଡରେ ବି ଆସିସାରିଛି କ୍ୱେଶ୍ଚିନ୍ ଆମର ଦେଖନ୍ତୁ ସେ ପଚାରିଲା ହ୍ୱିଚ୍ ଅଫ ଦ ଫଲୋଇଂ ଇଜ ଦ ହାଇଏଷ୍ଟ ପିକ୍ ଇନ୍ ଓଡ଼ିଶା। ଓଡ଼ିଶାର ହାଇଏଷ୍ଟ ପିକ୍ କୋଉଟା ଏ ଭିତରୁ କୋଉଟା ହାଇଏଷ୍ଟ ପିକ୍ ମୁଁ ଜାଣିଥିବେ ଦେଓମାଳି ହଉଛି ଆମର କଣ ସବୁଠୁ ହାଇଏଷ୍ଟ ପିକ୍ ଇନ୍ ଆୱାର ଓଡ଼ିଶା। ଆଚ୍ଛା ଦେଓମାଳି ଯେହେତୁ ହାଇଏଷ୍ଟ ପିକ୍ ୟାର ତ କଣ ଆଚ୍ଛା ନିଜେ ଭାବନ୍ତୁ 3 ଜଣ ଦୌଡୁଛନ୍ତି 3 ଜଣ ଧାଉଁଛନ୍ତି ଜଣେ ପ୍ରଥମ ହେଲା କାହିଁକି ପ୍ରଥମ ହେଲା କାରଣ ତାର ସ୍ପିଡ ଅଧିକା ଥିଲା। ତ ସେମିତି ଏଠି ହାଇଏଷ୍ଟ ମାନେ ଇଏ ଅଧିକା ହେଲା କାହିଁକି ଅଧିକା ଥିବ ୟାର ହାଇଟ୍ ଅଧିକା ଥିବ ୟାର ହାଇଟ୍ ଟା ମତେ ନିଜେ ଭାବନ୍ତୁ ଯଦି ଜାଣିଛି ନିଜେ ଭାବନ୍ତୁ ନହେଲେ ନାହିଁ ବାରମ୍ବାର କହୁଛି ବହୁତ ଇମ୍ପୋର୍ଟାଣ୍ଟ ହେଇଯିବ ପରୀକ୍ଷା ପାଖେ ଆସିଲାଣି ଯଦି ଆପଣ ଭୁଲି ଭୁଲା ଯିବେ ଅବସ୍ଥା ଖରାପ ଆପଣ ମାନଙ୍କର। ଓକେ ୟାର ହାଇଟ୍ ଟା ମନେ ରଖିବେ 1600 ଲେଖନ୍ତୁ ଯଦି ମାନେ ନ ଜାଣିଛନ୍ତି ଲେଖନ୍ତୁ 1672 ମିଟର। କଣ କହିଲି 1672 ମିଟର ୟାର ହାଇଟ୍ ହେଇଯିବ ଦେଓମାଳିର। ଆଚ୍ଛା ଯେହେତୁ ଏଟା ମିଟରରେ ପଚାରିଛି ଯଦି ଫୁଟରେ ପଚାରିଲା 5000 କଣ କହିଲି 5486 ଫୁଟ କଣ କହିଲି 5486 ଫୁଟ ହେଇଯିବାର ଆନ୍ସାର। ଯଦି ଫୁଟରେ ପଚାରେ ଯଦି ମିଟରରେ ପଚାରେ 1672 ମିଟର ହେଇଯିବ। ଆଚ୍ଛା ଏଇଠୁ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୋଟେ ମନେ ରଖନ୍ତୁ ଏଇଟା କୋଉ ଡିଷ୍ଟ୍ରିକ୍ଟରେ ଅଛି
मन रखिए कोरापुट डिस्ट्रिक्ट रे अछि को डिस्ट्रिक्ट रे कोरापुट 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 डिस्ट्रिक्ट रे अछि बुझिगला कोरापुट डिस्ट्रिक्ट रे ये प्रेजेंट अछि बुझिगला जेतु ई हाईएस्ट ये फास्ट हैला ମୁଁ ଯେମିତି କହୁଥିଲି ଏମାନେ ତିନି ଜଣ ରନିଂ କଲେ ଜଣେ ଫାଷ୍ଟ ହେଲା ଜଣେ ସେକେଣ୍ଡ ହେଲା ଥାର୍ଡ ହେଲା ତ ସେକେଣ୍ଡ ତ ଏଠି ୟାଙ୍କ ଭିତରୁ ଯଦି ମୁଁ ଚୁଜ୍ କରି ୟାଙ୍କ ଭିତରେ କିଏ ଭିତରେ ସେକେଣ୍ଡ ହେଇଥିବ କିମ୍ବା ନର୍ମାଲି ଯଦି ମୁଁ ନର୍ମାଲି ଧରିବି ଓଡ଼ିଶା ଭିତରେ କିଏ ସେକେଣ୍ଡ ହାଏଷ୍ଟ ପିକ୍ ହେଇଥିବ ନା କିଏ ସିଏ ସେକେଣ୍ଡ ହାଏଷ୍ଟ ପିକ୍ ଏଇଟା ଆପଣ ଦେଖୁଛନ୍ତି ମହେନ୍ଦ୍ରଗିରି ଇଏ କଣ ଆମର ହେଇଯିବ ନା ସେକେଣ୍ଡ ହାଏଷ୍ଟ ପିକ୍ ହେଇଯିବ ଇଏ ଫାଷ୍ଟ ହେଇଯିବ ଆମର ଇଏ ସେକେଣ୍ଡ ହେଇଯିବ ଆଚ୍ଛା ଯଦି ଇଏ ସେକେଣ୍ଡ ହବ ୟାର ତ ହାଇଟ୍ କିଛି ଯାହାହେଲେ ବି ଥିବ ମନେ ରଖିବେ ୟାର ହାଇଟ୍ ହଉଛି 1501 1501 ମିଟର ହେଇଯିବ ୟାର ହାଇଟ୍ କଣ କହିଲି 1501 ମିଟର ହେଇଯିବ ୟାର ହାଇଟ୍ ଯଦି ଫୁଟରେ ପଚାରେ ନା 4000 କଣ କହିଲି 4925 ଫୁଟ କଣ କହିଲି 4925 ଫୁଟ ୟାର କଣ ହେଇଯିବ ହାଇଟ୍ ହେଇଯିବ ଓକେ ଏଟା କୋଉ ଡିଷ୍ଟ୍ରିକ୍ଟରେ ପ୍ରେଜେଣ୍ଟ ଅଛି କୋଉ ଡିଷ୍ଟ୍ରିକ୍ଟ ମନେ ରଖିବେ ଗଜପତି ଡିଷ୍ଟ୍ରିକ୍ଟ ଇମ୍ପୋର୍ଟାଣ୍ଟ ହେଇଯିବ ଗଜପତି ଡିଷ୍ଟ୍ରିକ୍ଟ ବୁଝିହେଲା ନା ବୁଝିହେଲାନି ଗଜପତି ଡିଷ୍ଟ୍ରିକ୍ଟ ତିନି ଜଣ ଧାଉଥିଲେ ଜଣେ ଗଲା ଫାଷ୍ଟ ଜଣେ ହେଲା ସେକେଣ୍ଡ ଜଣେ ହେଲା ଥାର୍ଡ ୟାଙ୍କ ଭିତରୁ ଥାର୍ଡ କିଏ ହେଇଯିବ ଏଇଠି ମାଲ୍ୟଗିରି ହେଇଯିବ ଆମର କଣ ଥାର୍ଡ ହାଇଏଷ୍ଟ ପିକ୍ ଅନ୍ ଓଡ଼ିଶା ଆଚ୍ଛା ମାଲ୍ୟଗିରିକୁ ଧରିବା यार फास्ट तो हाइट टा देखिवा केते यार हाइट हैला 1187 मीटर 1187 मीटर हे जबार हाइट टा फुट रे पचारले किछ नै 3000 लिखि चलନ୍ତୁ नोट कर चलନ୍ତୁ इजी जेबो 3894 फुट कौन कहली 3894 फुट ହେଇଯିବ आंसर ଯେମିତି ଆମେ ଦେଖିଲେ ଦେଓମାଳି କୋରାପୁଟରେ ଅଛି ମହେନ୍ଦ୍ରଗିରି ଗଜପତି ଡିଷ୍ଟ୍ରିକ୍ଟରେ ଅଛି ତ ମାଲ୍ୟଗିରିଟା କୋଉଠି ଲୋକେଟ ଅଛି କି ରେ ନା ମାଲ୍ୟଗିରିଟା ଲୋକେଟ ଅଛି ଆମର ଅନୁଗୁଳ ଡିଷ୍ଟ୍ରିକ୍ଟରେ ବୁଝି ହେଲା ନା ବୁଝି ହେଲାନି ତିନିଟାଙ୍କ କମ୍ପ୍ଲିଟ କୋଉଠି ପ୍ରେଜେଣ୍ଟ ଅଛି ନା ଅନୁଗୁଳ ଡିଷ୍ଟ୍ରିକ୍ଟରେ ଯଦି ଆଉ ଟିକେ ଡିପଲି ପଚାରିବ ୟାର ଏଇଟା କାହାର ଗୋଟେ ପାର୍ଟ ମାଲ୍ୟଗିରିଟା ନା ଗରଜାତ ହିଲ୍ ଗୋଟେ ପାର୍ଟ ଗରଜାତ ହିଲ୍ ଗୋଟେ पार्ट ये बुझेला कहार गोटे पार्ट ना गरजात हिल गोटे ये पार्ट बुझेला कौन कहली मु गरजात हिल गोटे पार्ट अच्छा ये गंधमार्दन दीची एटा भी गोटे पहाड़ आमर ओके एटा भी गोटे पहाड़ यार हाईएस्ट पीक पॉइंट ना जानछे तो कौन नृसिंहनाथ यार हाईएस्ट पीक ना ओके ये स्लाइड क्लियर एठी जहाँ जहाँ थिला सब डिस्कशन कर देले नेक्स्ट जीवा अच्छा ठीक अच्छे देवमाली देखो ये भी दे ना 1672 मीटर यार हाइट हो जोटा कोरापुट डिस्ट्रिक्ट लोकेटेड अच्छी एटा ईस्टर्न घाटर गोटे पॉइंट हो गजपति सॉरी हाँ यहाँ महेंद्रगिरी देखो महेंद्रगिरी गजपति डिस्ट्रिक्ट अच्छी सेकेंड हाइएस्ट 1501 मीटर हाइट हो बुझीगला नेक्स्ट जी स्टेटमेंट बेस्ड देखो पचारा कनसिडर द फॉलोइंग स्टेटमेंट अबाउट द चिलिका लेक देखो चिलिका लेक ऊपर हम स्टेटमेंट बेस्ड आसला आसीपर बहुत इंपोर्टाट हो मार्क कर चलते अच्छा ठीक अच्छे कौन पचारा इट इज ए फ्रेश वाटर लेक टिके पूर्व कहली एपटे महानदी आसी मिशुची एपटे बे ऑफ बेंगल मिशुची मझे चिलिका रहा एटा फ्रेश हम कि ना कौन हम खारिया हम कौन कहली ब्राकिस हम एटा तुमको लिखी फ्रेश या टोटाली काटी देव न देखिए आराम से काटिदेवे फ्रेश वाटर लेक ये गोटे नुह बुझेगा इट इज कनेक्टेड टू बे ऑफ बेंगल ये देखुं मुझे यहाँ चिलिका अच्छी नॉर्मल तुम चिलिका बुली गले भी चिलिकाटा कौट सहित लगी बे ऑफ बेंगल सहित लगे बंगोपसागर सहित लगी था ना लगी न था तो यहाँ करेक्ट এইটা করেক্ট ହେଇଗଲା ଏଠି ତ ଲାର୍ଜେଷ୍ଟ ବ୍ରାକିସ୍ ୱାଟର ଲାଗୁନ ଇନ୍ ଏସିଆ ଏଇଟା ବି ରାଇଟ୍ ଅଛି ଲାର୍ଜେଷ୍ଟ ବ୍ରାକିସ୍ ୱାଟର ଲେକ୍ ଇନ୍ ଏସିଆ ଦେଖନ୍ତୁ କେମିତି ଆନ୍ସର କରିବେ ଏକ ଯୋଉଠି ଅଛି ଯୋଉଠି ଏଇଟା ହଉଛି ଏକ ଯୋଉଠି ଅଛି ତାକୁ କାଟିଦେବେ ଆଗେ ଅପସନ ଦେଖନ୍ତୁ ଏକ କୋଉଠି ଅଛି ଏକୁ କାଟିଦେବୁ ନ ଦେଖିକି କାଟିଦିଅନ୍ତୁ ଏକ ଯୋଉଠି ଅଛି ଆନ୍ସର ପଡ଼ିଯିବ ମୋର 2 ଆଉ 3 ବୁଝିହେଲା ଠିକ ଅଛି এটা ଓ ଟ୍ରିପଲ୍ ଏସି 2023 क्वेश्चन ଗୋଟେ ପଚାରିଥିଲା କଣ ସେଟା which mountain range
passes through Odisha. ଯେମିତି କ୍ୱେଶ୍ଚିନ୍ ଆସେ ଆମର ଇଣ୍ଡିଆ ବେସ୍ରେ ଇଣ୍ଡିଆ ଏଠି ରହିଲା ସେ ପଚାରିବ ଟ୍ରପିକ୍ ଅଫ୍ କ୍ୟାନ୍ସର କୋଉ ଷ୍ଟେଟ୍ ଦେଇକି ପାସ୍ ହଉଛି ଏ ଭିତରୁ ଓଡ଼ିଶା ପକେଇଥିବ ଓଡ଼ିଶା ଟ୍ରପିକ୍ ଅଫ୍ କ୍ୟାନ୍ସର ପାସ୍ ହଉନି ଓଡ଼ିଶାରେ କ'ଣ ପାସ୍ ହଉ ଜାଣିଛନ୍ତି ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍ IST ପାସ୍ ହଉଛି ଯୋଉଟାକି 4ଟା ଡିଷ୍ଟ୍ରିକ୍ଟ ଦେଇକି ଆମର ସେ ପାସ୍ ହଉଛି ସିଆଡ଼କୁ ଯିବାନି ସିଆଡ଼େ ଅଲଗା ପାଠ ହେଇଯିବ ଆମର ଫିଜିଓଗ୍ରାଫି ଡିଭିଜନ ହେଇଯିବ ସିଆଡ଼େ IST ମନେ ରଖିଥିବା IST ପାସ୍ ହଉଛି ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍ ପାସ୍ ହଉଛି ଯୋଉଟା 4ଟା ଡିଷ୍ଟ୍ରିକ୍ଟ ଦେଇକି ପାସ୍ ହଉଛି ଏଠି ଆମକୁ ପଚାରୁଛି କ'ଣ ନା ହାଇଏଷ୍ଟ ମାଉଣ୍ଟେନ୍ ରେଞ୍ଜ କୋଉଟା ପାସ୍ ହଉଛି ଏଥିରେ ହିମାଳୟ ପାସ୍ ହଉଛି ତ କ'ଣ ହିମାଳୟ ତ କହିଲେ ଆମର ଉପର ପଟରେ ହେଇଗଲା ଓଡ଼ିଶା ରହିଲାଣି ତଳ ପଟେ ହିମାଳୟ ତ ଅଟୋମେଟିକାଲି ଆପଣ କାଟିଦେବେ ହିମାଳୟ ତ ହବନି ୱେଷ୍ଟର୍ଣ୍ଣ ଘାଟ ହେଇଯିବ ଏଇଟା ଯଦି ଆମର ଏଇଟା ଇଷ୍ଟର୍ଣ୍ଣ ଘାଟ ହେଇଗଲା ଏଇଟା ୱେଷ୍ଟର୍ଣ୍ଣ ଘାଟ ଏପଟେ ରହିଲାଣି ୱେଷ୍ଟର୍ଣ୍ଣ ଘାଟ ଏଠି ରହିଲାଣି ଇଷ୍ଟର୍ଣ୍ଣ ଘାଟ ଓଡ଼ିଶା ଏପଟେ ଆସିଯିବ ଇଏ ପଳେଇଲା ଅଟୋମେଟିକାଲି ଅଲ୍ ଆରାବଲି ତ ହବନି ଆରାବଲିଟା ଏଇପଟ ସାଇଡରେ ଆସିଯିବ ଇଣ୍ଡିଆର ଏଇପଟ ସାଇଡରେ ଆରାବଲି ଆସିଯିବ ୟାର ଆନ୍ସର କ'ଣ ହେଇଗଲା ଇଷ୍ଟର୍ଣ୍ଣ ଘାଟ ବୁଝିହେଲା ୟାର ଆନ୍ସର କ'ଣ ହେଇଗଲା ଆମର ଇଷ୍ଟର୍ଣ୍ଣ ଘାଟ ଆଚ୍ଛା এই ইস্টর্ন ঘাটটা এটি লেখিবা এই ইস্টর্ন ঘাটটা କୋଉ ଷ୍ଟେଟ୍ ଦେଇକି ଏହାର ମାନେ କ'ଣ କହିଲେ ଏମାନେ କଭର କରିଛି କୋଉ ଷ୍ଟେଟ୍ ଦେଇକି ଦେଖନ୍ତୁ ଫାର୍ଷ୍ଟ ତ ଆମର ଓଡ଼ିଶା ଆସିଯିବ ମୁଁ କହିଲି ଇଷ୍ଟର୍ନ ଘାଟଟା ଏଇଟା ଯଦି ମୁଁ ଇଣ୍ଡିଆ ନେବି ଏଇପଟକୁ ଇଣ୍ଡିଆ ନେବି ଏଇଟା ଇଷ୍ଟର୍ନ ଘାଟ ଆସିଯିବ ଫାର୍ଷ୍ଟ ନେବି ଓଡ଼ିଶାକୁ ନେବି ଫାର୍ଷ୍ଟ ଯେହେତୁ ଆମ ଷ୍ଟେଟ୍ ଓଡ଼ିଶାକୁ ନେଲି ସେକେଣ୍ଡରେ ଯେହେତୁ ଓଡ଼ିଶା ପଛକୁ ଲାଗିଛି ସାଉଥକୁ ଲାଗିଛି ଆନ୍ଧ୍ରପ୍ରଦେଶ ତାକୁ ନେବି ଫାର୍ଷ୍ଟ ସେକେଣ୍ଡରେ ତାକୁ ନେବି ଆଉ ଗୋଟେ ଅଛି ଆମର ତେଲେଙ୍ଗାନା ହାଇଦ୍ରାବାଦ ତାର କ୍ୟାପିଟାଲ କ'ଣ ହାଇଦ୍ରାବାଦ ତେଲେଙ୍ଗାନାକୁ ନେଲି ଆଉ ଗୋଟେ ଅଛି ତେଲେଙ୍ଗାନା ସାଇଡରେ କର୍ଣ୍ଣାଟକ ଓକେ ସିଲିକନ ସିଟି କିମ୍ବା କମ୍ପ୍ୟୁଟର ହବ୍ ବୋଲି ତାକୁ ଜଣାଯାଏ କର୍ଣ୍ଣାଟକକୁ ଆଉ ଗୋଟେ କହିଲେ କ'ଣ ନା ତାମିଲନାଡୁକୁ ନେବି ମୁଁ ତାମିଲନାଡୁକୁ ନେବି ଏତିକକୁ ନେଇକି ଆମର ୱେଷ୍ଟର୍ଣ୍ଣ ଘାଟଟା ସ୍ପ୍ରେଡ ହେଇକି ଅଛି ଏମାନଙ୍କୁ ଏତିକକୁ ନେଇକି ବୁଝିଗଲା ୱେଷ୍ଟର୍ଣ୍ଣ ଘାଟଟା ଏତିକକୁ ଫେରିକି ଅଛି ଆଚ୍ଛା ଏଇ ୱେଷ୍ଟର୍ଣ୍ଣ ଘାଟର କ୍ୱେଶ୍ଚିନ୍ ଆଉ କ'ଣ ହେଇପାରିବ ଦେଖନ୍ତୁ ଏଇଠି ଇମ୍ପୋର୍ଟାଣ୍ଟ କ'ଣ ହେଇଯିବ ଜାଣିଛନ୍ତି ନା ୟାର ପିକ୍ ଗୁଡ଼ା ହାଏଷ୍ଟ ପିକ୍ ୟାର କ'ଣ ଗୋଟେ ଆପଣ ନାଁ ଶୁଣିଛନ୍ତି କେବେ ଅର୍ମାକୋଣ୍ଡା ନା ଶୁଣିନାହାନ୍ତି ଅର୍ମାକୋଣ୍ଡା ଶୁଣିନାହାନ୍ତି ଯଦି ଲେଖିଦିଅନ୍ତୁ ଅର୍ମାକୋଣ୍ଡା ହଉଛି ହାଏଷ୍ଟ ପିକ୍ କାହାର ଇଷ୍ଟର୍ଣ୍ଣ ଘାଟ ଆଚ୍ଛା ତମେ ଗୌରବରେ ଜାଣିଥିବ ସାର୍ ନା ଆପଣ ଭୁଲ କରିଦେଉଛନ୍ତି ଅର୍ମାକୋଣ୍ଡା ନୁହଁ ଆମେ ଶୁଣିଥିଲୁ କ'ଣ ଜିନ୍ଦାଗଡ଼ ଆରେ ଠିକ ଅଛି ତମେ ଯାହା ଶୁଣୁଛ ଆମେ ବି ଜାଣିଛୁ ଜିନ୍ଦାଗଡ଼ଟା ହଉଛି ୟାର ଆଉ ଗୋଟେ ନେମ୍ ଯେମିତି ତମର ଗୋଟେ ଘରେ ଗୋଟେ ନାଁ ଡାକୁଛନ୍ତି କିନ୍ତୁ ନର୍ମାଲ ଲେଖିଲା ବେଳେ ତମେ ଆଉ ଗୋଟେ ନାଁ ଲେଖୁଛ ତ ସେମିତି ୟାର ବି ଗୋଟେ ନାଁ ହଉଛି ଅର୍ମାକୋଣ୍ଡା ୟାର ବି ନାଁ ହଉଛି କ'ଣ ଜିନ୍ଦାଗଡ଼ ଦିଟା ନାଁ ୟାର ବୁଝିଲା ଅର୍ମାକୋଣ୍ଡା ଜିନ୍ଦାଗଡ଼ ଏମାନେ ହଉଛନ୍ତି ହାଇଏଷ୍ଟ ଜିନ୍ଦାଗଡ଼ ହଉଛି ହାଇଏଷ୍ଟ ପିକ୍ ଇଷ୍ଟର୍ଣ୍ଣ ଘାଟ ଯେହେତୁ ଏ ହାଇଏଷ୍ଟ ପିକ୍ ଇଷ୍ଟର୍ଣ୍ଣ ଘାଟ ୟାର ହାଇଟ୍ କେତେ ହେଇଯିବ 1690 ମିଟର ୟାର ହାଇଟ୍ ହେଇଯିବ କ'ଣ କହିଲି 1690 ମିଟର ହାଇଟ୍ ହେଇଯିବ ବୁଝିଲେ ଇଷ୍ଟର୍ଣ୍ଣ ଘାଟ ଦେଖନ୍ତୁ ମନେ ପକାନ୍ତୁ ମୁଁ କହିଥିଲି ଦେଓମାଳିର ହାଇଏଷ୍ଟ ପିକ୍ ୟାର ହାଇଟ୍ଟା କେତେ ଯିବ ଦେଓମାଳିର 1672 ମିଟର ହେଇଯିବ ଦେଖନ୍ତୁ 1672 ମିଟର ଯେହେତୁ ଓଡ଼ିଶାରେ ଇଷ୍ଟର୍ଣ୍ଣ ଘାଟ ଯାଉଛି ତ ଏଇଠି କହିଲା ଇଷ୍ଟର୍ଣ୍ଣ ସବୁଠୁ ହାଇଏଷ୍ଟ ଆମର ପିକ୍ କୋଉଟା ହେଇଯିବ ଇଷ୍ଟର୍ଣ୍ଣ ଘାଟର ନା ଜିନ୍ଦାଗଡ଼ ହେଇଯିବ ତାର ହାଇଟ୍ ଦେଖନ୍ତୁ 90 ଦେଖନ୍ତୁ କେତେ ଡିଫରେନ୍ସ ଦେଖୁଛ ନା ନାଇଁ 1672 ଏଠି 72 90 ସେମ୍ ସେଥିପାଇଁ ୟାକୁ ହାଇଏଷ୍ଟ ପିକ୍ କୁହାହେଲା ଏଇଟା ଗୋଟେ ପାର୍ଟ ଅଫ୍ କ'ଣ ଓଡ଼ିଶାର ଅର୍ମାକୋଣ୍ଡା ୟାର ନାଁ ଗୋଟେ କ'ଣ ଅର୍ମାକୋଣ୍ଡା ଆଉ ଗୋଟେ ମନେ ରଖିବେ ୟାର ଆଉ ଗୋଟେ ନାଁ ହଉଛି କ'ଣ ସୀତାମାକୋଣ୍ଡା କ'ଣ କହିଲି ସୀତାମାକୋଣ୍ଡା ୟାର ଆଉ ଗୋଟେ ନାଁ ହେଇଯିବ ବୁଝିଲା ନା ବୁଝିଲାନି ସୀତାମାକୋଣ୍ଡା ବୁଝିହେଲା ଠିକ ଅଛି ନେକ୍ସଟ ଯିବା ଇଷ୍ଟର୍ଣ୍ଣ ଘାଟ ହେଇଗଲା ଆଚ୍ଛା so कहला select the state through which the river ମହାନଦୀ flow ଏଇ ଭିତରୁ କୋଉ ରିଭର କୋଉ ଷ୍ଟେଟଟା ଏମିତି ଅଛି ଯୋଉଟା କି ମହାନଦୀ ରିଭର ଫ୍ଲୋ କରୁଛି କୋଉ ଷ୍ଟେଟ ଗୁଡାକରୁ ବାରମ୍ବାର କହିଛି ମହାନଦୀ ରିଭରଟା କୋଉଠୁ ବାହାରିଛି ଫାଷ୍ଟ ଜାଣନ୍ତୁ ଆପଣ କୋଉଠୁ ବାହାରିଛି ଛତିଶଗଡ଼ରୁ ବାହାରିଛି କହିଲି କୋଉଠୁ
ନା ସିଆବା ହିଲୁ ବାହାରିଛି। ତ ଛତିଶଗଡ଼ ହେଇଯିବ। ଦେଖନ୍ତୁ କୋଉଠି ଛତିଶଗଡ଼ ହେଇଥିବ ତାକୁ ଧରିବା। ଏବେ ତ ଛତିଶଗଡ଼ ନାହିଁ ମାନେ ଆକୁ କାଟି ଦିଅନ୍ତୁ, ବିଲକୁଲ କାଟି ଦିଅନ୍ତୁ। ଏଠି ଅଛି ଛତିଶଗଡ଼ ଧରନ୍ତୁ। ବେସିକାଲି ମହାନଦୀ ରିଭର ଛତିଶଗଡ଼ରୁ ବାହାରିକି ଓଡ଼ିଶାରେ ଫ୍ଲୋ କରୁଛି। କେବଳ ଦିଟା ଷ୍ଟେଟ୍ ଦେଇକି ସେ ଫ୍ଲୋ କରୁଛି, ଓଡ଼ିଶା ଛତିଶଗଡ଼। ଦେଖନ୍ତୁ ଛତିଶଗଡ଼ ତ କହିଲି ଆପଣଙ୍କୁ, ଏଠି ଝାଡ଼ଖଣ୍ଡ ଆସିଗଲା, ଝାଡ଼ଖଣ୍ଡକୁ କାଟି ଦିଅନ୍ତୁ। ଏଠି ଛତିଶଗଡ଼ ଅଛି, ଓଡ଼ିଶା ବି ଅଛି, କିନ୍ତୁ ତେଲେଙ୍ଗାନା ମଝିରେ ପଶିଗଲା, ଏହାକୁ କାଟି ଦିଅନ୍ତୁ। ଦିଟା ଷ୍ଟେଟ୍ କୋଉଠି ଅଛି? ଅପସନ୍ ବି ହେଇଯିବ ଆନ୍ସର। ଆଚ୍ଛା, ମାନେ ଡିଷ୍ଟ୍ରିକ୍ଟ ପୋଲିସରେ ପଚାରି ସାରିଛି ଅଲରେଡି। ଆଚ୍ଛା, ଟିକେ କଣ କହିଲେ, ୟାର ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟ ନେଇଯିବା ଟିକେ। କୋଉଠି କହିଲି ଫ୍ଲୋ କରୁଛି, କୋଉ ଦିଟା ଷ୍ଟେଟ୍ ସହିତ? ଓଡ଼ିଶା ଆଉ ଛତିଶଗଡ଼। ଇଏ ଅରିଜିନେଟ୍ କୋଉଠୁ ହଉଛି? ସିଆୱା ହିଲ୍। କୋଉଠି କହିଲି? ସିଆୱା ହିଲ୍ ଅରିଜିନେଟ୍ ହଉଛି। ସିଆୱା ହିଲ୍ ଛତିଶଗଡ଼ରୁ। ଇଏ ଏଣ୍ଟର କରୁଛି କୋଉଠି, କୋଉ ଡିଷ୍ଟ୍ରିକ୍ଟ? ପୋଦିଗାଁ ଡିଷ୍ଟ୍ରିକ୍ଟ, ସୁନ୍ଦରଗଡ଼। ପୋଦିଗାଁ କିମ୍ବା ପଡ଼ିଗାଁ ଡିଷ୍ଟ୍ରିକ୍ଟ, ସୁନ୍ଦରଗଡ଼। ବୁଝିଗଲା। ଆଚ୍ଛା, ଇଏ ଯୋଉ ଆମର କଭର କରୁଛି କାହାକୁ କାହାକୁ ମନେ ରଖିବେ, କୋଉ କୋଉ ଡିଷ୍ଟ୍ରିକ୍ଟ ଗୁଡା? ଫାଷ୍ଟ ତ ବରଗଡ଼ ହେଇଯିବ, ସମ୍ବଲପୁର ହେଇଯିବ, ସୁନ୍ଦରଗଡ଼ ହେଇଯିବ, ସୋନପୁର ହେଇଯିବ, ମହାନଦୀ ହେଇଗଲା। ବୁଝିଲା, ମହାନଦୀ, ଅନୁଗୁଳ, ମହାନଦୀ ଅନୁଗୁଳ, ଝାରସୁଗୁଡା, ଝାରସୁଗୁଡା ହଉଛି ଜଗତସିଂହପୁର। ଆଉ ଗୋଟେ ମେନ୍ ଛାଡ଼ିଦେଲି କଟକ। ଏମାନେ ସବୁ କଣ ଇମ୍ପୋର୍ଟାଣ୍ଟ, ଏଇଥିରେ ମହାନଦୀରେ ଆମର ଫ୍ଲୋ ହଉଛି। ବୁଝିଗଲା। ଏଇ ମହାନଦୀ ରିଭରର ଲେନ୍ଥ କେତେ ମନେ ରଖିବେ ନା, ଏହାର ଲେନ୍ଥ ହେଇଯିବ 858 କିଲୋମିଟର। 858 କିଲୋମିଟର ଲେନ୍ଥ ହେଇଯିବ ଏଇ ମହାନଦୀ ରିଭର। ଯଦି କମ୍ପେୟାର କରିବି ମୁଁ ଇଣ୍ଡିଆକୁ, ମହାନଦୀ ରିଭରଟା ଆସିବ ଆମର 6 ନମ୍ବର ଇନ୍ କମ୍ପାରିଜନ ଟୁ ଇଣ୍ଡିଆ। ମହାନଦୀ ରିଭର କମ୍ସ ଅଣ୍ଡର ଦ 6th ପୋଜିସନ ଇନ୍ ଆୱାର ଇଣ୍ଡିଆ। ମହାନଦୀ ରିଭରଟା କେତେରେ ଆସିବ ନା ଇନ୍ 6th ପୋଜିସନରେ ଆମର ଆସିବ ଇଣ୍ଡିଆରେ। ଆଚ୍ଛା, ଏଇଠୁ ମହାନଦୀ ରିଭର ଇମ୍ପୋର୍ଟାଣ୍ଟ କଣ ହେଇଯିବ, ଏହାର ଓଲ୍ଡ ନେମ୍ ଗୁଡ଼ା କହିଲେ ଚିତ୍ରୋତ୍ତଳା। ଚିତ୍ର ଲେଖିଦିଅନ୍ତୁ ଟିକେ, ମୁଁ କହିଦଉଛି ଲେଖନ୍ତୁ, ଚିତ୍ରତୋଳା ୟାର ଓଲ୍ଡ ନେମ୍ ହେଇଯିବ। କଣ କହିଲି? ଚିତ୍ରତୋଳା ୟାର ଓଲ୍ଡ ନେମ୍ ହେଇଗଲା। ଏଇ ଚିତ୍ରତୋଳାଟା କୋଉଠି ଦେଖିବାକୁ ମିଳୁଛି ନା ମତ୍ସ୍ୟ ପୁରାଣରେ, କିମ୍ବା ମତ୍ସ୍ୟ ପୁରାଣରେ ଆର ନାଁଟା ଦେଖିବାକୁ ମିଳୁଛି କଣ? ଚିତ୍ରତୋଳା। ବୁଝିଲା, ଚିତ୍ରତୋଳା ଦେଖିବାକୁ ମିଳୁଛି ୟାର ଓଲ୍ଡ ନେମ୍ ଟା। ଆଚ୍ଛା, ଆଉ ଗୋଟେ ଅଛି ମହେଶୋତା। କଣ କହିଲି? ମହେଶୋତା ୟାର ଆଉ ଗୋଟେ ନେମ୍। କଣ କହିଲି? ମହେଶୋତା ୟାର ଆଉ ଗୋଟେ ନେମ୍। ମହେଶୋତା ୟାର ଆଉ ଗୋଟେ ନେମ୍। ଆଉ ଗୋଟେ ନାଁ ଅଛି ସେ ଏମ୍ ରୁ, ମହାନନ୍ଦା। କଣ କହିଲି? ମହାନନ୍ଦା ୟାର ଗୋଟେ ନେମ୍ ହେଇଯିବ କଣ? ମହାନନ୍ଦା। ଆଚ୍ଛା, ଆଉ ଗୋଟେ ନେମ୍ ମନେ ରଖିବେ, ସବୁ ଏରା ସବୁ ହିଷ୍ଟୋରିକାଲ ନେମ୍, ମାନେ ପୁରୁଣା ନାଁ ଗୁଡା ତାର। କନକ ନନ୍ଦିନୀ। କଣ କହିଲି? କନକ ନନ୍ଦିନୀ। ବୁଝିଲା, କଣ କହିଲି? କନକ ନନ୍ଦିନୀ ୟାର ଆଉ ଗୋଟେ ନାମ ହେଇଗଲା। এই ଚିତ୍ରତୋଳାରୁ ରିଲେଟେଡ୍ କରିଦେବେ ନିତୋପ୍ତଳା। ନି ନି ତପ୍ତଳା। ନିତପ୍ତଳା ୟାର ଆଉ ଗୋଟେ ନାଁ ହେଇଯିବ। ବୁଝିପାରିଲେ ନା ବୁଝିଲାନି? ନିତପ୍ତଳା, ଏଇଟା ବାୟୁ ପୁରାଣରେ ଲେଖା ଅଛି। ଯେମିତି ଏଟା ମତ୍ସ୍ୟ ପୁରାଣରେ, ଏଇଟା ବାୟୁ ପୁରାଣରେ ଲେଖା ହେଇଛି। ବୁଝିଲା, ଏଟା କୋଉଠି ଲେଖା ହେଇଛି? ବାୟୁ ପୁରାଣରେ ନାଁଟି ଲେଖା ହେଇଛି। ବୁଝିହେଲା? ତ ଏତିକି କ୍ୱେଶ୍ଚିନ୍ ଡିସ୍କସନ୍ କରିସାରିଲେ ଆଜି ଆମେ। ତ ଯଦି କ୍ଲାସଟାକୁ ମୋର ଏ ପର୍ଯ୍ୟନ୍ତ, ଏଇଟା ମାରାଥନ ରହିବ। ଦେଖନ୍ତୁ, ମୁଁ ଏଇଟା ନମ୍ବେଇବା ପାଇଁ ଚାହୁଁନି, ମୁଁ ପାର୍ଟ କରିକି ପକେଇବି। ଯଦି ଭଲ ଲାଗିବ ନିହାତି ଦେଖିବେ। ଓକେ, ଯଦି କ୍ଲାସଟା ମୋର ଭଲ ଲାଗୁଛି ଆପଣମାନଙ୍କ ପାଇଁ, ମତେ ନିହାତି କମେଣ୍ଟ କରିକି ଜଣାନ୍ତୁ କି ହଁ ସାର୍ କ୍ଲାସଟା ଭଲ ଲାଗିଲା। ତମେ କମେଣ୍ଟ କଲେ, ଲାଇକ୍ କଲେ, ମୁଁ ଆଗକୁ ଯେମିତି ତମ ପାଇଁ କଣ ନୂଆ ନୂଆ କ୍ଲାସ ନେଇକି ଆସିବି। ଯଦି ଆପଣ କିଛି କରିବେନି, କିଛି ଯଦି ମୋ ସହିତ ଇଣ୍ଟରାକ୍ସନ କରିବେନି, ତ ମୁଁ କେମିତି ଜାଣିପାରିବି ଆପଣମାନଙ୍କୁ କ୍ଲାସଟି ଭଲ ଲାଗୁଛି ନା ଭଲ ଲାଗୁନି? ଯଦି ଇନକେସ୍ ଭଲ ଲାଗିଥିବ, ମତେ ନିହାତି କମେଣ୍ଟ କରିକି ଜଣେଇବେ। ଆଉ ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେନି। କାହିଁକି କରିବାକୁ ଭୁଲିବେନି? ମୁଁ ଯେତେବେଳେ ଭିଡ଼ିଓ ଅପଲୋଡ଼ କରିବି, କିମ୍ବା ନୂଆ ନୂଆ କ୍ଲାସ୍ ଅପଲୋଡ଼ କରିବି, ଯୋଉଟାକି ତୁରନ୍ତ ଆପଣମାନଙ୍କ କତିକି ପହଞ୍ଚି ପାରିବ, ଆପଣଙ୍କୁ ସର୍ଚ୍ଚ କରିବାକୁ ପଡ଼ିବନି। ସେଥିପାଇଁ ସବସ୍କ୍ରାଇବ କରିବା ପାଇଁ କହୁଛି। ଆଉ ଲାଇକ୍ଟା ଏଥିପାଇଁ କରିବେ କି ଭଲ ଲାଗେ। ଯେମିତି ତମେ କଣ ଗୋଟେ ଡ୍ରେସ୍ ଭଲ ଲାଗିଲା, ତମେ ତାକୁ ଲାଇକ୍ କରୁଛ, ସେମିତି ଭିଡ଼ିଓଟା ଲାଇକ୍ କରିବାକୁ ଜମା ବି ଭୁଲିବେନି। ବୁଝିହେଲା? ତ ରହିଲି ଆଜି ପାଇଁ ଏତିକି। ଦେଖାବା ଆଉ ଗୋଟେ ପାର୍ଟରେ ୟାର ଜିଓଗ୍ରାଫି ମାରାଥନ। ତ ସେଥି ପର୍ଯ୍ୟନ୍ତ ପଢ଼ାପଢ଼ି କରିଥାନ୍ତୁ, ଆଉ ମୋ ଭିଡ଼ିଓ ଦେଖିଥାନ୍ତୁ। ରହିଲି।